Hello everyone, welcome to our SK Chemistry channel. I am Sridhar Kor. ଆମେ ଗୋଟେ ଏବେ ଟେଷ୍ଟ ସିରିଜ୍ ରଖିବାକୁ ଯାଇଛେ ସେଇଟା ହେଉଛି କି ଅଲ୍ ଓଭର୍ ଓଡ଼ିଶାର ଷ୍ଟେଟ୍ ୟୁନିଭର୍ସିଟି କିମ୍ବା ବହୁତ ଅଟୋନମସ୍ କଲେଜ ଡିଫରେଣ୍ଟ ଡିଗ୍ରୀ କଲେଜରୁ ଷ୍ଟୁଡେଣ୍ଟମାନେ ତାଙ୍କର ଏକ୍ସପିରିଏନ୍ସ ସେୟାର କରିବେ କି କେଉଁ ଟାଇପ୍ର ପଢ଼ା ହେଉଛି କେଉଁ ଟାଇପ୍ର ଅଛି ତାଙ୍କେ ଏମ୍ଏସ୍ସି ପଢ଼ିକି ପିଜି ପଢ଼ିକି କ'ଣ କ'ଣ ସବୁ ଫେସିଲିଟି ମିଳିଲା ଏବଂ ଓଡ଼ିଶାର ସମସ୍ତ ପ୍ରକାର ଇନଫ୍ରାଷ୍ଟ୍ରକ୍ଚର ସବୁ କ'ଣ କ'ଣ ରହୁଛି ଟିଚର ଇଣ୍ଟରାକ୍ସନ୍ ସବୁ କ'ଣ କ'ଣ ରହୁଛି ଷ୍ଟୁଡେଣ୍ଟଙ୍କ ପାଇଁ ସମସ୍ତ ପ୍ରକାର ଡାଉଟ୍ କ୍ଲିୟର ହେଉଛି କି ନାହିଁ ଲ୍ୟାବ୍ ଫେସିଲିଟି ସମ୍ପୂର୍ଣ୍ଣ ଭାବରେ ଆମେ ଆଜି ଡିସ୍କସନ୍ କରିବା। ଆମ ସାଙ୍ଗରେ ଏବେ ଅଛନ୍ତି ସତ୍ୟବାନ ନାଗ ଯିଏକି ଏମ୍ଏସ୍ସି କେମିଷ୍ଟ୍ରି ସମ୍ବଲପୁର ୟୁନିଭର୍ସିଟି ପାଇଛନ୍ତି ଏବଂ ତାଙ୍କର ସିପିଟି ର୍ୟାଙ୍କ 33 ଅଛି। ଅଲ୍ ଓଭର ଓଡ଼ିଶାର ସିପିଟି 33 ର୍ୟାଙ୍କ ଅଛି ଏବଂ ସେ ସିୟୁଇଟି ଏବଂ ଜାମ୍ ବି କ୍ୱାଲିଫାଏଡ୍। ତାଙ୍କର ମୁଁ ହୋମ୍ ସ୍କ୍ରିନ୍ରେ ଦେଖାଇବାକୁ ଚାହୁଁଛି ତାଙ୍କର ଜାମ୍ଟା ର୍ୟାଙ୍କଟା। ଆସନ୍ତୁ ଆମେ ଏବେ ତାଙ୍କ ସହିତ ଇଣ୍ଟରାକ୍ସନ୍ ହେବା ତାପରେ ଜାଣିପାରିବା। ଥ୍ୟାଙ୍କ ୟୁ। ସର୍ବପ୍ରଥମେ ତମେ ତମର ସତ୍ୟବାନ ଇଣ୍ଟ୍ରୋଡକ୍ସନ ଦିଅ। ସାର୍ ମୋର ନାଁ ହଉଛି ସତ୍ୟବାନ ନାଗ ଆଉ ମୋର ଘରଟା ହଉଛି ବଲାଙ୍ଗୀର ଡିଷ୍ଟ୍ରିକ୍ଟ। ଏବେ ମୁଁ ସମ୍ବଲପୁର ୟୁନିଭର୍ସିଟିରେ ପିଜି କରୁଛି କେମିଷ୍ଟ୍ରି ଡିପାର୍ଟମେଣ୍ଟରେ। ପିଜି କେମିଷ୍ଟ୍ରି ସମ୍ବଲପୁର ୟୁନିଭର୍ସିଟିରେ। ଆଜ୍ଞା ଆଉ ତମର ସିପିଟି ରେ ର୍ୟାଙ୍କ କେତେ ଥିଲା? ସାର୍ ମୋର ସିପେଟ୍ ଏଣ୍ଟ୍ରାନ୍ସରେ ଅଲ୍ ଓଡ଼ିଶା 530 ଥିଲା ଜେନେରାଲ କ୍ୟାଟାଗୋରୀରେ ଆଉ ଏସସି କ୍ୟାଟାଗୋରୀରେ 33 ଥିଲା। ଭେରି ଗୁଡ୍। ଆଉ ତମେ ଆଇଆଇଟି ଜାମ୍, ସିୟୁଇଟି, ଡିୟୁ, ଏସସିୟୁ ଏଗୁଡ଼ା ଭିତରେ ତମେ କଣ କଣ ସବୁ ଆଟେଣ୍ଡ କରିଥିଲ ଆଫ୍ଟର ବିଏସସି? ସାର୍ ମୋର ବିଏସସି ପରେ ମୁଁ ଆଇଆଇଟି ଜାମ୍ ଦେଇଥିଲି ଆଉ ସିୟୁଟି ଏଣ୍ଟ୍ରାନ୍ସ ଦେଇଥିଲି। ଆଇଆଇଟି ଜାମ୍ ଦେଇଥିଲ। ତମର ର୍ୟାଙ୍କ କେତେ ଆଜ୍ଞା ଥିଲା? ଆଇଆଇଟି ଜାମ୍ ରେ ର୍ୟାଙ୍କ କେତେ ଥିଲା ତମର? ଆମର ଆଇଆଇଟି ଜାମ୍ ରେ ର୍ୟାଙ୍କ ଥିଲା 5000 ଥିଲା ସାର୍। ଆଇଆଇଟି ଜାମ୍ ରେ ଏତିକି ତମର ର୍ୟାଙ୍କ ଥିଲା। ତାହେଲେ ତମେ ସିୟୁଇଟି ଆଜ୍ଞା ଏକ୍ସାମ ଆଟେମ୍ପ୍ଟ କରିଥିଲ? ସିୟୁଇଟି ସେଣ୍ଟ୍ରାଲ ୟୁନିଭର୍ସିଟି ଏକ୍ସାମ ଟା ତମେ ଆଟେମ୍ପ୍ଟ କରିଥିଲ? ହଁ ସାର୍ ସିୟୁଟି ବି ଦେଇଥିଲି। ସିୟୁଇଟି ରେ ଫାଷ୍ଟ ମାନେ ଆଟେମ୍ପ୍ଟ ରେ ତୁମେ କେତେ ସ୍କୋର କରିଥିଲ? ସାର୍ ମୋର ସିୟୁଟି ରେ 87 ଥିଲା ସାର୍ ମାର୍କ। ତାହେଲେ ଇଜିଲି ଯେକୌଣସି ଗୋଟେ ସେଣ୍ଟ୍ରାଲ ୟୁନିଭର୍ସିଟି ତମେ ସିଟ୍ ଟା ପାଇପାରିଥାନ୍ତ। ବଟ୍ ତମେ ଆଜ୍ଞା ଓଡ଼ିଶାର ଆଜ୍ଞା ଓଡ଼ିଶାର ସମ୍ବଲପୁର ୟୁନିଭର୍ସିଟି ତମେ ପିଜି କରୁଛ, ତମେ ସମ୍ବଲପୁର ୟୁନିଭର୍ସିଟିକୁ ତମେ କଣ ପାଇଁ ଚୁଜ୍ କଲ? ରେଭେନ୍ସା ବି ଅଛି, ଉତ୍କଳ ବି ଅଛି, ତମେ ସମ୍ବଲପୁରଟାକୁ କଣ ପାଇଁ ଚୁଜ୍ କଲ ତମେ? ସାର୍ ମୋର ଆକ୍ଚୁଆଲି ସାର୍ ମୁଁ ସିୟୁଟି ରେ ସେଣ୍ଟ୍ରାଲ ୟୁନିଭର୍ସିଟି ହରିୟାଣା, ସେଣ୍ଟ୍ରାଲ ୟୁନିଭର୍ସିଟି ଗୁଜୁରାଟ ଆଉ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ତିନିଟାରେ ମୋର ସିଲେକ୍ସନ ହେଇଯାଇଥିଲା। କିନ୍ତୁ ସେଟାକୁ ମୁଁ ସେଠୁ ଗଲିନି। ସମ୍ବଲପୁର ୟୁନିଭର୍ସିଟି ଟା ଯେହେତୁ କେମିଷ୍ଟ୍ରି ଡିପାର୍ଟମେଣ୍ଟ ପାଇଁ ଭଲ ଅଛି, ବହୁତ ଇନଫ୍ରାଷ୍ଟ୍ରକ୍ଚର ଗୁଡାକ ଭଲ ଅଛି, ଷ୍ଟାଫ ମାନେ ବି ଭଲ ଅଛନ୍ତି, ଫ୍ୟାକଲ୍ଟି ଭଲ ଅଛି, ପଢାପଢି ବି ସବୁ ଦେଖିବାକୁ ଗଲେ ଓଭରାଲ ଠିକ ଅଛି, ଲ୍ୟାବ ବି ଏଠି ଭଲ ଅଛି, ତ ସେଥିପାଇଁ ଏଟାକୁ ଚୁଜ କଲି ସାର୍। ଆଉ ତମେ ଯୋଉ ଡିସିସନ ଟା ନେଇଛ କିଛି ଭୁଲ ଡିସିସନ ନେଇନ, ଠିକ ଡିସିସନ ନେଇଛ। କଣ ପାଇଁ କି ଅଲ୍ ଓଭର ଓଡ଼ିଶାରେ ୟୁନିଭର୍ସିଟି ଷ୍ଟେଟ୍ ୟୁନିଭର୍ସିଟି ଦେଖିବାକୁ ଗଲେ ଉତ୍କଳ ରେଭେନ୍ସା ଟିକେ ନାଁ ଅଛି, ବଟ୍ କେମିଷ୍ଟ୍ରିର ସବୁ ଫେସିଲିଟି ସମ୍ବଲପୁର ୟୁନିଭର୍ସିଟି ଆଭେଲେବୁଲ ଅଛି। ଆଉ ତମେ ଯୋଉ ଡିସିସନ ଟା ନେଇଛ ଆଜ୍ଞା ଆଜ୍ଞା ଆଉ ଆଜ୍ଞା ତମେ ଆଜ୍ଞା ଯୋଉ ସିପିଟି ଏଣ୍ଟ୍ରାନ୍ସ, ସିୟୁଇଟି, ଆଇଆଇଟି ଜାମ୍ ତମେ ଯୋଉ ପ୍ରିପେୟାର କରୁଥିଲ କୌଣସି ଗୋଟେ ସୋର୍ସ ରୁ ତ ତମେ ପ୍ରିପେୟାର ହଉଥିବ। କୋଉ ସୋର୍ସ ରୁ ଆଉ ତମ ଷ୍ଟ୍ରାଟେଜି କଣ ଥିଲା ସେଇଟା ପାଇଁ ଆମ ଭିଉଅର୍ସ ମାନଙ୍କୁ ସେୟାର କରିପାରିବ ଟିକେ ତମ ଷ୍ଟ୍ରାଟେଜି ଟା? ସମସ୍ତଙ୍କ ଷ୍ଟ୍ରାଟେଜି ସବୁ ଅଲଗା ଅଲଗା ଥାଏ ନା, ସେଥିପାଇଁ ତମେ ତମ ଷ୍ଟ୍ରାଟେଜି ଆଜ୍ଞା ଟା ଆଜ୍ଞା ଟିକେ ଶୋ କରିବ ଟିକେ। ଆଜ୍ଞା ଆଜ୍ଞା ଆକ୍ଚୁଆଲି ସାର୍ ମୁଁ ଯେତେବେଳେ +3 ପଢୁଥିଲି ତ +3 ମୁଁ ସେକେଣ୍ଡ ଇୟର ରୁ ଆଇଆଇଟି ଜାମ୍ ଏକ୍ଜାମ ପାଇଁ ପ୍ରିପାରେସନ ଷ୍ଟାର୍ଟ କରିଦେଇଥିଲି। ଭେରି ଗୁଡ୍। ତ ମୁଁ କୌଣସି କୋଚିଂ କୋର୍ସ ପରଚେସ୍ କରିନି, ଜଷ୍ଟ ଖାଲି ସେଲ୍ଫ ଷ୍ଟଡି କରୁଥିଲି। ଆଉ ୟୁଟ୍ୟୁବ ରୁ ଫ୍ରି ଲେକ୍ଚର ଗୁଡାକ ଯୋଉଟା ଆଭେଲେବୁଲ ଥିଲା ସେଇଟା ଦେଖୁଥିଲି। ଆଉ 2010 ମସିହାରୁ ଯେତେ ବି ପ୍ରିଭିୟସ ଇୟର କୋଶ୍ଚିନ୍ ଅଛି ସବୁକୁ ସଲ୍ଭ କରୁଥିଲି ସାର୍। ଭେରି ଗୁଡ୍। ଆଉ ତମେ ମୋ ଚ୍ୟାନେଲ ଟା ତମେ କେମିତି ଜାଣିଲ? ମତେ କଣ୍ଟାକ୍ଟ କଲ, ତମେ କେମିତି ଜାଣିଲ? ସାର୍ ଆପଣଙ୍କ ବି ସିପେଟ୍ ର ବହୁତ ଇନଫରମେସନ ଗୁଡାକ ଆପଣ ଚ୍ୟାନେଲରେ ଆଭେଲେବୁଲ ଅଛି, ଦେଖୁଥିଲି ସାର୍ ସିପେଟ୍ ଏଣ୍ଟ୍ରାନ୍ସ ସମୟରେ। ଆଉ ଆପଣ ବେସିକ କନସେପ୍ଟ କେମିଷ୍ଟ୍ରି ଗୁଡାକ ବି ଆପଣ ଲେକ୍ଚର କିଛି ଛାଡିଥିଲେ, ତ ଆପଣଙ୍କ ଭିଡିଓ ବି ଦେଖୁଥିଲି, ବହୁତ ହେଲ୍ପଫୁଲ ଲାଗିଲା ମୋର ଏଣ୍ଟ୍ରାନ୍ସ ସମୟରେ ସିପେଟ୍ ପାଇଁ ଖାସ କରି। ଆଉ ମୁଁ ଚାହୁଁଥିଲି ଆପଣଙ୍କ ନମ୍ବର କୋଉଠି ପାଇବି ବୋଲିକି,
ଆଉ ଥରେ ଗୋଟେ ଭିଡିଓରେ ପାଇଲି ଡେସ୍କ୍ରିପସନ ରେ ଥିଲା ସେଠି ଆପଣ କଣ୍ଟାକ୍ଟ କଲି ସାର୍। ଓକେ ଓକେ। ତାହେଲେ ମୁଁ ଏବେ ଟିକେ କୌଣସି ପର୍ସନାଲ ପ୍ରୋବ୍ଲେମ ଯୋଗୁଁ ଟିକେ ଭିଡିଓ ବନ୍ଦ କରିଛି ଟିକେ ୟୁଟ୍ୟୁବରେ। ମୁଁ ଯୋଉ ଦୁଇ ଆଜ୍ଞା ହଜାର ଆଜ୍ଞା ତେଇଶ ମୁଁ ଯୋଉ 2023-24 ସିପିଟି ର ଅଲ୍ ଓଡିଶାର ପିଜି ଆଜ୍ଞା। ଅପଡେଟ ସବୁ ଦଉଥିଲି, ସେଠୁ ତମକୁ କିଛି ହେଲ୍ପ ହଉଥିଲା? ଏସକେ କେମିଷ୍ଟ୍ରି ଚ୍ୟାନେଲ ତରଫରୁ ତମକୁ କୌଣସି ପ୍ରକାର କିଛି ହେଲ୍ପ ହଉଥିଲା? ହଉ ସାର୍ ନିଶ୍ଚିତ ହଉଥିଲା ସାର୍। ଯେହେତୁ ସିପେଟ ଏଣ୍ଟ୍ରାନ୍ସ ଟା ପ୍ରଥମ ଥର ମୁଁ ଦେଲି ତ ସେ ବିଷୟରେ ମୋର ବି ଟିକେ କିଛି ଜ୍ଞାନ ନଥିଲା ସାର୍। ତ ମୁଁ ବି ୟୁଟ୍ୟୁବ ରେ ସର୍ଚ୍ଚ କରୁଥିଲି ଭିଡିଓ ଗୁଡାକ, ତ ଆପଣଙ୍କ ଭିଡିଓ ଟି ବି ଦେଖିଥିଲି। ତ ବହୁତ ହେଲ୍ପଫୁଲ ହେଲା ସାର୍ ସିପେଟ ଏଣ୍ଟ୍ରାନ୍ସ ପାଇଁ। ଠିକ ଠିକ ଠିକ। ତାପରେ ତମେ ଯେତେବେଳେ ଜାମ୍ ତମେ ଦେଲ, ତାହେଲେ ତମେ ଭାବିଥିବ ତ ମୁଁ ଅଲ୍ ଓଭର ଇଣ୍ଡିଆର ଯେକୌଣସି ଆଇଆଇଟି କିମ୍ବା ଏନ୍ଆଇଟି ରେ ଏମଏସସି କରିବାକୁ ଚାହିଁବ, ବଟ୍ ତମେ କଣ ପାଇଁ ଏନ୍ଆଇଟି ଆଇଆଇଟି ଚୁଜ୍ ନ କରି ସମ୍ବଲପୁର ୟୁନିଭର୍ସିଟି ଚୁଜ୍ କଲ? ଆକ୍ଚୁଆଲି ସାର୍ ଆଇଆଇଟି ପାଇଁ ମୁଁ କାଉନସିଲିଂ କରିଥିଲି, କିନ୍ତୁ ମୋର ର୍ୟାଙ୍କ ଯେହେତୁ ଟିକେ ଖରାପ ଥିଲା ତ ସେଥିପାଇଁ ଆଇଆଇଟି ମିଳିଲାନି। ଏନ୍ଆଇଟି ଆଉ ମିଳିଛି ଏନ୍ଆଇଟି ଯାହାର ହଁ ସାର୍ ଏନ୍ଆଇଟି ପାଇଁ କାଉନସିଲିଂ କରିଥିଲି ତ ଏନ୍ଆଇଟି ତିରୁପୁର ମତେ ମିଳିଥିଲା ସାର୍, କିନ୍ତୁ ମୋର ସେଲ୍ଫ ମାନେ ଫାଇନାନ୍ସିଆଲ କଣ୍ଡିସନ ଟିକେ ଖରାପ ଥିବାରୁ ମୁଁ ସେଟାକୁ ଜଏନ୍ କଲିନି ସାର୍। ଆଉ ଏନ୍ଆଇଟି ରେ ବହୁତ କୋର୍ସ ବି ଥାଏ, ତାର ଅଧିକା କୋର୍ସ ବି ଥାଏ। ଏରାଉଣ୍ଡ ଆଜ୍ଞା 5 ଆଜ୍ଞା ଲାખ ପାଖାପାଖି 2 ବର୍ଷ ତମର 5-6 ଲାખ ଖର୍ଚ୍ଚ ହୁଏ, ଯାହାକି ଗୋଟେ ମିଡିଲ କ୍ଲାସ ଫ୍ୟାମିଲି ଟିକେ ପଢିବାରେ ତାର ଟିକେ ପ୍ରୋବ୍ଲେମ ହୁଏ ସେଥିପାଇଁ। ହଁ ସାର୍ ସେଥିପାଇଁ ଟିକେ କଲିନି ସାର୍ ସେଟାକୁ। ଆଉ ତମେ ଯଦି ଟିକେ ବେଟର ସ୍କୋର କରିଥାନ୍ତ, ତାହେଲେ ତମେ ଇଜିଲି ଆଇଆଇଟି ପାଇଥାନ୍ତ, ଯାହାକି ତମର ଫେଲୋସିପ ଷ୍ଟାଇପେଣ୍ଡ ମିଳେ ଆଜ୍ଞା ଆଜ୍ଞା ଆର୍ଟିଫିସିଆଲ। ହଁ ଆଜ୍ଞା ଆଜ୍ଞା। ଆଉ ତାପରେ ମୁଁ ତମକୁ କିଛି କହୁଛି, ଯେହେତୁ ମୋର ବି କେମିଷ୍ଟ୍ରି ଡିପାର୍ଟମେଣ୍ଟ, ତମର ବି କେମିଷ୍ଟ୍ରି, ସେଥିପାଇଁ ତମେ ଆଜ୍ଞା ଆଜ୍ଞା ଅଲ୍ ଓଭର ଯୋଉ ସମ୍ବଲପୁର ୟୁନିଭରସିଟିରେ କେମିଷ୍ଟ୍ରି ଉପରେ ମାନେ କେମିତି କଣ ମୁଁ ଏବେ ଫାଷ୍ଟ ତମକୁ ପଚାରିବାକୁ ଚାହୁଁଛି କି ଫାଷ୍ଟ କୋଶ୍ଚିନ୍ ତମ କ୍ଲାସ କୋଉ ଭଳିଆ ତମର ସବୁ? ମାନେ ସବୁ କ୍ଲାସ ଫେସିଲିଟି କଣ କଣ ସବୁ ଅଛି, ତମର କେତେଟାରୁ କେତେଟା ଯାକେ କ୍ଲାସ ହଉଛି, ତମେ ଏ ଉପରେ ଟିକେ ଇନଫରମେସନ ଦେଲେ ଆମକୁ ଆଜ୍ଞା ଆଜ୍ଞା ସମ୍ବଲପୁର ୟୁନିଭରସିଟିର ଅଲ୍ ଓଭର ଓଡିଶାର ଯୋଉ ଆମର ଆଜ୍ଞା ପିଜି ଆଜ୍ଞା ଷ୍ଟୁଡେଣ୍ଟ ମାନେ ଦେଖିବେ, ସେମାନେ ଜାଣିପାରିବେ କି ଏଇ ସିଓର ସାର୍ ସିଓର ସିଓର ୟୁନିଭରସିଟି ସାର୍। ଟିକେ କୁହ। ହଉ ସାର୍ ହଉ ସାର୍। ସାର୍ ଏଠି ଆମର ଆମେ ସକାଳ ପ୍ରାୟରେ 9ଟାରେ କ୍ଲାସ ଯାଉ। 9ଟାରୁ 12ଟା ଯାଏ ଥିଓରି କ୍ଲାସ ହୁଏ। ତାପରେ 2ଟାରୁ 4ଟା 5ଟା ଯାଏ ପ୍ରାକ୍ଟିକାଲ କ୍ଲାସ ହୁଏ ସାର୍ ଏଠି। ୱିକଲି 4 ଥର ପ୍ରାକ୍ଟିକାଲ ରହୁଛି ଏଠି। ଲ୍ୟାବ ବି ପୁରା ବହୁତ ଭଲ ଅଛି, ପୁରା ସବୁ ଇନଷ୍ଟ୍ରୁମେଣ୍ଟ ଗୁଡାକ ଏଠି ଏଭେଲେବୁଲ ଅଛି। ଆଉ ତମର ତା ସବୁ ଏଠି ଷ୍ଟାଫ ଆଜ୍ଞା ତମର ସେ ଯୋଉ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ଆଉ ପ୍ରଫେସର ଅଛନ୍ତି, ତାଙ୍କର ସବୁ ତମ ପ୍ରତି ବିହେଭିୟର ସବୁ କୋଉ ଭଳିଆ? ହଉ ସାର୍ ଏଠି ସବୁ ଗେଟ୍ ଆଉ ନେଟ୍ ପାଇଁ ଖାସ କରି ସାର୍ ଏଠିକି ଫୋକସ କରୁଛନ୍ତି, ସେ ଭଳିଆ ପାଠ ଏଠି ପଢା ଯାଉଛି। ଆଉ ଷ୍ଟାଫ ମାନେ ବି ସମସ୍ତେ ହାଇଲି ଏଜୁକେଟେଡ, ଆଇଆଇଟି ର ସବୁ ସାର୍ ମାନେ ଆସିଛନ୍ତି। ଆଉ 15ରୁ 18 ଜଣ ଏଠି ଷ୍ଟାଫ ବି ସବୁ ଏଭେଲେବୁଲ ଅଛନ୍ତି, କ୍ଲାସ ପାଇଁ କିଛି ଅସୁବିଧା ନାହିଁ। ସମସ୍ତେ ଫୋକସ କରୁଛନ୍ତି କେମିତି ନେଟ୍ କ୍ୱାଲିଫାଇ କରିପାରିବେ, କେମିତି ଗେଟ୍ କ୍ୱାଲିଫାଇ କରିବେ, ସେ ବେସିସ ରେ ପାଠ ପଢା ହଉଛି ଖାସ କରି। ଆଉ ତମେ ଯେତେବେଳେ ଯେକୌଣସି ଡାଉଟ ହେଲା କ୍ଲାସରେ, ତମେ ପ୍ରଫେସର ଓ ଆସାମ ପ୍ରଫେସରଙ୍କୁ ଯେ କ୍ଲାସ କରୁଥିବେ, ତମେ ଯେବେ ଡାଉଟ ପଚାରିବ, ସେତେବେଳେ ତାଙ୍କେ ଯୋଉ ଆନ୍ସର ଟା ଦେବେ ତମେ ସେଇଟା ସାଟିସ୍ଫାଏ? ତାଙ୍କେ ଯୋଉଟା ଆଜ୍ଞା ଆଜ୍ଞା ତମକୁ ନିଶ୍ଚିତ ସାର୍। ଏଠି ସବୁ ସାର୍ ମାନଙ୍କ ସହିତ ଫ୍ରିଲି ମାନେ ଯୋଉ କୋଶ୍ଚିନ୍ ବି ପଚାରିବେ ସେମିତି କିଛି ନାହିଁ। ଫ୍ରେଣ୍ଡଲି ମିଶୁଛନ୍ତି ବହୁତ, ପୁରା ସେମିତି ରେଷ୍ଟ୍ରିକସନ ନାହିଁ। ଆରାମ ସେ ଯୋଉ ବି କୋଶ୍ଚିନ୍ ଡାଉଟ୍ ଆସିବେ କ୍ଲାସ ରେ ଫ୍ରିଲି ପଚାରି ପାରୁଛନ୍ତି, କିଛି ନାହିଁ। ଆଉ ତମର ଆଉ ପ୍ରଫେସର ମାନଙ୍କର ସବୁ ହାଇଲି ଯେହେତୁ କ୍ୱାଲିଫାଏଡ, ସେମାନେ ତ ପ୍ରିଫର କରୁଥିବେ ତମକୁ ନେଟ୍ ଗେଟ୍ ପ୍ରିପେୟାର କରିବା ପାଇଁ, ତମକୁ ସବୁ ସ୍କୋପ ସବୁ ଦଉଥିବେ ତମକୁ ସବୁ। ହଁ ହଁ ସାର୍ ଏଠି ନେଟ୍ ଗେଟ୍ ର ପ୍ରିଭିୟସର କୋଶ୍ଚିନ୍ ମାନଙ୍କୁ ଖାସ କରି କ୍ଲାସ ରେ ସାର୍ ସଲ୍ଭ କରା ହୁଏ, ଯୋଉଟା ଯଦି ଷ୍ଟୁଡେଣ୍ଟ ନ ଜାଣିବେ ତାହେଲେ ସାର୍ ଙ୍କୁ ନେଇକି ଦେଖାଇକି ସାର୍ ଏଇ କୋଶ୍ଚିନ୍ ମୁଁ ନ ଜାଣିଛି ଟିକେ କହିଦେବେ ସଲ୍ଭ କରିଦଉଛନ୍ତି ସାର୍। ହଁ ଠିକ। ଆଉ ତମର ପ୍ରାକ୍ଟିକାଲ ଯୋଉ ହଉଛି ୱିକଲି କେତେଟା ହଉଛି ତମର ପ୍ରାକ୍ଟିକାଲ? ଲେବ୍ ୱାର୍କ ଥାଏ? ୱିକଲି 4 ଥର ହଉଛି ସାର୍ ପ୍ରାକ୍ଟିକାଲ। ୱିକଲି 4 2ରୁ ଥର। 4 ହଁ 2ରୁ 4 PM। ହେଲେ ତମର ସବୁ ଇନଷ୍ଟ୍ରୁମେଣ୍ଟ ଗୁଡା ସବୁ ତମର ସବୁ ଅଛି, ଏଭେଲେବୁଲ ଅଛି ତମର ସବୁ ସମ୍ବଲପୁର ୟୁନିଭରସିଟି? ନା ହଉ ତମେ ସାର୍ ଲ୍ୟାବ୍ ଏଠି ହଁ ସାର୍ ପ୍ରାକ୍ଟିକାଲ ଓରିଏଣ୍ଟେଡ ପୁରା ଭଲ ଅଛି, ସବୁ ଲ୍ୟାବ୍ ପୁରା ଭଲ ଅଛି। ଲ୍ୟାବ୍ ଆସିଷ୍ଟାଣ୍ଟ ମାନେ ବି ଏଠି ଅଛନ୍ତି, ଲାବୋରେଟୋରୀ ଡେମୋଷ୍ଟ୍ରେଟର ବି ସବୁ ଅଛନ୍ତି ଏଠି।
ଆଉ ଡେମୋନ୍ଷ୍ଟ୍ରେଟର ମାନେ ଆଉ ତମକୁ ସମସ୍ତେ କୁହନ୍ତି କି ଅଧିକା ପିଲା ଥିବା ଯୋଗୁ କିଛି ପିଲାଙ୍କୁ ପ୍ରାକ୍ଟିକାଲ ମାନେ ଏକ୍ସପେରିମେଣ୍ଟ କରିଲା ବେଳେ କିଛି ମାନେ କରିପାରନ୍ତିନି ସେଟା ତମେ ସେଟା ସେମିତି କିଛି ପ୍ରୋବ୍ଲେମ ଫେସ୍ କରୁଛ ନା ସୋ କ୍ଲାସର ଯେତିକି ପିଲା ସମସ୍ତଙ୍କୁ ଚାନ୍ସ ମିଳୁଛି ଏକ୍ସପେରିମେଣ୍ଟ କରିବା ପାଇଁ ତମ ଲ୍ୟାବରେ। ନା ସାର୍ ଏଠି ଏଭେଲେବଲ ସମସ୍ତଙ୍କ ପାଇଁ ସୁବିଧା ଅଛି ସାର୍ ଏଠି। ସମ୍ବଲପୁର ୟୁନିଭର୍ସିଟିରେ କେମିଷ୍ଟ୍ରି ପାଇଁ ଲ୍ୟାବ ପ୍ରାକ୍ଟିକାଲ ପୁରା ମସ୍ତ ହଉଛି ସାର୍। ଠିକ। ପ୍ରାକ୍ଟିକାଲ ବି କୌଣସି ଏଠି ଅସୁବିଧା ପ୍ରାକ୍ଟିକାଲ ବହୁତ ଫୋକସ କରୁଛନ୍ତି ଏଠି। ହୁଁ। ଆଉ ତମର ଏବେ ଫାଷ୍ଟ ଇୟର ବୋଧେ ତମେ ପିଜି? ଆଜ୍ଞା ଆଜ୍ଞା ହଁ ଫାଷ୍ଟ ଇୟର ମୋର। ଫାଷ୍ଟ ସେମିଷ୍ଟାର ତମର ସରିଲାଣି? ନା ସାର୍ ଏବଂ ଆମର ଜାନୁଆରୀ 22 ରୁ ଫାଷ୍ଟ ସେମିଷ୍ଟାର ଏକ୍ଜାମ ଷ୍ଟାର୍ଟ ହଉଛି। ଆଉ ତମର ସବୁ ସେଠି ହେଇନି। ଇନଫ୍ରାଷ୍ଟ୍ରକ୍ଚର ତମର ସବୁ ସମ୍ବଲପୁରରେ କେମିତି ସବୁ ଇନଫ୍ରାଷ୍ଟ୍ରକ୍ଚର ତମର ସବୁ? ଇନଫ୍ରାଷ୍ଟ୍ରକ୍ଚର ବହୁତ ଭଲ ଅଛି ସାର୍ ଏସି ଜିରୋ ପଲିଟିକ୍ସ ଆମ ଏଠି ପଲିଟିକ୍ସ ର କୌଣସି ପ୍ରମୋଟ ହଉନି ଏଠି। ଆଉ କ୍ୟାମ୍ପସ ଭିତରେ ବ୍ୟାଙ୍କ ବି ଅଛି ମାର୍କେଟ କମ୍ପ୍ଲେକ୍ସ ବି ଅଛି। ଆଉ ଏଠି ମେଡିକାଲ ବି ଅଛି। ଏଠି ସେଲୁନ ବି ଅଛି ସବୁ ଏଭେଲେବୁଲ ଅଛି ସାର୍ କୌଣସି ଜିନିଷ ବାହାରକୁ ଯିବାକୁ ପଡୁନି। ଆଉ ଯେମିତି ଉତ୍କଳର ମେଧାରେ ଯୋଉ ସବୁ ପଲିଟିକ୍ସ ସେଇଟା ସମ୍ବଲପୁରରେ ମେ ବି ନ ହଉଥିବ ହଉନଥିବ ସେମିତି ବୋଧେ। ନା ସାର୍ ଏଠି ଖାଲି ପାଠ ପଢା ଛଡା କୌଣସି ଜିନିଷ ଏଠି ହଉନି ସାର୍। ଆଉ ତମର ଦେଖିଥିବ କିଛି ସେମିନାର ହଉ କି ୱାର୍କସପ୍ ହଉ ତମେ ସେମିତି କିଛି ଆଟେଣ୍ଡ କରିଲଣି ସେମିତି କିଛି ତମେ? ସେମିନାର ହଉ ୱାର୍କସପ୍ ହଉ ହଁ ସେମିତି ସାର୍ କିଛି? ଯେ ଆମ ଡିପାର୍ଟମେଣ୍ଟ ଏ ଯାଏ ସେମିନାର ହେଇନି କିନ୍ତୁ ସେମିନାର ହୁଏ। କିନ୍ତୁ ନ୍ୟାସନାଲ ସେମିନାର ଏବେ ତ ହେଇନି ଆଗକୁ ହେବ। ଆଉ ତମ ଏଠି ହୁଏ। ଆଉ ତମ ଆମ କେମିଷ୍ଟ୍ରି ଡିପାର୍ଟମେଣ୍ଟରେ ମାନେ ଷ୍ଟେଟ ସେମିନାର ନ୍ୟାସନାଲ ସେମିନାର ଷ୍ଟୁଡେଣ୍ଟ ସେମିନାର ଏଇଗୁଡା କିଛି ହୁଏ ସେମିତି ୱିକଲି ସେମିତି କିଛି କରାଯାଏ ଷ୍ଟୁଡେଣ୍ଟ ସେମିନାର? ହଉ ସାର୍ ହଁ ୱିକଲି ହଉଛି ସେମିନାର ଗୁଡାକ ହଉଛି। ଆମେ ଯେହେତୁ ଫାଷ୍ଟ ଇୟର ଅଛୁ ତ ଆମକୁ ଟିକେ ବେଶୀ ହଉନି। ସେକେଣ୍ଡ ଇୟରକୁ ଗଲେ ମୋଷ୍ଟଲି ସେମିନାର ଦେବାକୁ ପଡିବୁଛି ସାର୍। ହୁଁ। ତାହେଲେ ତମର ସେଠି ପ୍ରାକ୍ଟିକାଲ ସବୁ ଠିକ ଠାକ ସବୁ ହଉଛି ଏକ୍ସପେରିମେଣ୍ଟ ସବୁ ତମର ସେଠି ଠିକ ଠାକ ହଉଛି ଆଉ ସବୁ ଏକ୍ସପେରିମେଣ୍ଟ ହଁ ଆଭେଲେବଲ ସାର୍ ଅଛି? ଏଠି ହଁ ସାର୍ ସବୁ କ୍ଲିନିକାଲ ଏଭେଲେବଲ ଅଛି ପ୍ରାକ୍ଟିକାଲ ବହୁତ ପ୍ରାୟୋରିଟି ଦଉଛନ୍ତି ଏଠି। ଠିକ ଠିକ ଯେହେତୁ ତମେ ଆପ୍ଲିକେସନ ବେସଡ ଯିଏ ଆଗକୁ ପି ଏଚ ଡି କରିବ ଯିଏ ରିସର୍ଚ୍ଚ କରିବ ଆଜ୍ଞା ତା ଆଜ୍ଞା ବହୁତ ହେଲ୍ପଫୁଲ ହବ ଆଉ ଏ ସମ୍ବଲପୁର ୟୁନିଭରସିଟି ଟା ଆଉ। ହଁ ସାର୍ ଏଠି ରିସର୍ଚ୍ଚ ଓରିଏଣ୍ଟେଡ ବହୁତ ଫୋକସ କରାଯାଉଛି ସାର୍ ଏଠି। ଆଉ ତମ ଯୋଉ କ୍ଲାସରେ ଯୋଉ ଲେକ୍ଚର ତମକୁ ଯୋଉ ପଢଉଛନ୍ତି ସେ ଟାଇମରେ ତ ସେମାନେ କିଛି ରିସର୍ଚ୍ଚ ଓରିଏଣ୍ଟେଡ ତମକୁ ସେମିତି କିଛି କହୁଛନ୍ତି କି ଏ ଲାଇନ ଗଲେ ଏମିତି ହବ ସେ ରିସର୍ଚ୍ଚ ଓରିଏଣ୍ଟେଡ ଏ ଲାଇନ ଗଲେ ଏମିତି ହବ ଏଇ ଇଣ୍ଡଷ୍ଟ୍ରିରେ ଏଇ ସବୁ ଅଛି ଯେମିତି ଆନାଲିଟିକାଲ କେମିଷ୍ଟ୍ରି ଯେମିତି ରହିଲା ସେମ୍ ଟେମ୍ ଟିଜିଏ ଡିଟିଏ ଏଇଗୁଡା ସବୁ ସେ ଉପରେ ତମକୁ କିଛି ପ୍ରିଫର କରଉଛନ୍ତି? ହଁ ସାର୍ ଆମର ତ ଏବେ ଫାଷ୍ଟ ସେମେଷ୍ଟାର ଅଛୁ ଆମର ସେମିତି କିଛି ତ ସେତିକି କହୁନାହାନ୍ତି ଯୋଉଟା ସିଲାବସ ରେ ସେତିକି ଖାଲି ପଢଉଛନ୍ତି ବେଶୀ ତ ସେତିକି ହଉନି। ଆଉ ତମର ସେଠି ପୁରା କନସେପ୍ଟ ତମର ଯୋଉ କ୍ଲାସରେ ଯୋଉ ପଢା ହଉଥିବ ସବୁ କନସେପ୍ଟ ରୁ ଯାଉଛନ୍ତି ତ ସେମିତି କିଛି ହାଇ ଲେଭୁଲ ସେମିତି କିଛି ପଢା ହଉନି ତ ନର୍ମାଲ ରୁ ଯାଉଛନ୍ତି? ହଁ ସାର୍ ଦେଖନ୍ତୁ ଯେହେତୁ ଏମଏସସି ଟିକେ କରୁଛି ତ ଏମଏସସି ଟିକେ ଆଡଭାନ୍ସ ଲେଭେଲ ପଢଉଛନ୍ତି ସାର୍ ଏଇଟା। ମାନେ କୋର୍ସ ଟା ଆପ୍ଲିକେସନ ବେଶ ସବୁ। ତମର କଣ କିଛି ଆପ୍ଲିକେସନ ବେସ୍। ତମର କଣ କିଛି ବୁଝିବାରେ କଣ କିଛି ପ୍ରୋବ୍ଲେମ ଅଛି କି କ୍ଲାସରେ ଯାହା ପଢଉଛନ୍ତି? ଦେଖନ୍ତୁ ସାର୍ ଆମେ ଯେହେତୁ ଗୋଟେ ଡିଗ୍ରୀ କଲେଜରୁ ଆସିକି ଏଠି ପଢୁଛୁ ୟୁନିଭରସିଟିରେ ତ ସେତିକି ମାନେ ପ୍ରୋବ୍ଲେମେଟ୍ରିକ ବେଶ ପଢା ଯାଉନଥିଲା ଜଷ୍ଟ ଖାଲି ଥିଓରୀ ପଢା ଯାଉଥିଲା। ତ ଏଠିକି ଟିକେ ନୂଆ ଲାଗୁଛି ଟିକେ ସର୍ଭାଇଭ କରିବାକୁ ଟିକେ ମୁସ୍କିଲ ଲାଗୁଛି ସାର୍ ଟିକେ ଡିଫିକଲ୍ଟ ହଉଛି। ଯେ ତମେ ତମ ପ୍ରୋବ୍ଲେମ ଟା ଯେତେବେଳେ ଲେକ୍ଚରଙ୍କୁ ତମେ ଟିଚରଙ୍କୁ କୁହ ତାହେଲେ ତମକୁ ସେ କିଛି ଆଡଭାଇସ ଦଉଛନ୍ତି କି ନାଇଁ ତମେ ଏମିତି କଲେ ହବ ଏଇ ଜିନିଷକୁ ଫଲୋ କଲେ ତମେ ଏଇ ପ୍ରୋବ୍ଲେମ ମାନେ ଫେସ କରିବନି ଏମିତି କଣ କିଛି କହୁଛନ୍ତି କିଛି ଗାଇଡାନ୍ସ ତମେ କିଛି ପାଉଛ କି ଲେକ୍ଚର ମାନଙ୍କଠୁ? ହଁ ସାର୍ ନିଶ୍ଚିତ କହୁଛନ୍ତି ସାର୍ ମାନଙ୍କୁ ଯଦି କିଛି କହିବୁ ଯୋଉଟା ବୁଝି ନ ପାରିଲେ ଯାଇକି ପର୍ସନାଲି ବି ମାନେ ସାର୍ ଙ୍କୁ ଦେଖା କରିପାରୁଛୁ ସେମିତି କିଛି ନାହିଁ। ଯୋଉଟା ବୁଝି ନହେବ ଯାଇକି ଆମ ସାରଙ୍କ ଅଫିସ ରେ ଯାଇକି ପର୍ସନାଲି ବି ମାନେ ସାର୍ ଏଇ ଟପିକ ବୁଝି ପାରିଲେ ଆଉ ଥରେ ବୁଝି ଦିଅନ୍ତୁ କହିଲେ ସାର୍ ମାନେ କ୍ଲାରିଫାଇ କରିଦଉଛନ୍ତି। ଆଉ ତାହେଲେ ତମେ ପ୍ଲସ୍ ଥ୍ରୀ ପରେ କମ୍ପିଟେଟିଭ ଲାଇନ ବି ଯାଇ ପାରିଥାନ୍ତ। ତମେ ବ୍ୟାଙ୍କିଙ୍ଗ ଲାଇନ ଯାଇ ପାରିଥାନ୍ତ ଏମ ସି ଏ କରିପାରିଥାନ୍ତ ଏମ ବି ଏ କରିପାରିଥାନ୍ତ ବଟ ତମେ ବି ଏଡ ବି କରିପାରିଥାନ୍ତ ବଟ ତମେ ଏଇ ପିଜି ମାଷ୍ଟର ଡିଗ୍ରୀ ତମେ କଣ ପାଇଁ ଚୁଜ କଲ? ପୋଷ୍ଟ ଗ୍ରାଜୁଏଟ ତମେ କଣ ପାଇଁ ଏକ୍ଟୁଆଲି ସାର୍ ମାଷ୍ଟର ଡିଗ୍ରୀ ଚୁଜ କରିବା ପାଇଁ ମତେ ରିସର୍ଚ୍ଚ ଲାଇନକୁ ଯିବାକୁ ଟିକେ ଇଚ୍ଛା ହେଲା ସେଥିପାଇଁ ମୁଁ ଏମଏସସି କରିବାକୁ ଚାହିଁଲି। ତ ଏମଏସସି ପରେ ସାର୍ ଆକ୍ଚୁଆଲି କଣ କରିବୁ ଟିକେ ଜାଣିପାରୁନି ସାର୍ ଏମଏସସି ପରେ ପି ଏଚ ଡି ଲାଇନକୁ ଗଲେ ଭଲ ହେବ ନା ବି ଏଡ କୁ ଗଲେ ଟିକେ ଭଲ ହେବ ସାର୍ ଟିକେ କହିବେ। ତମର କୋଶ୍ଚିନ୍ ଏଇଟା କି?
ଆଫ୍ଟର ପିଜି ଏମଏସସି କେମିଷ୍ଟ୍ରି ମୁଁ ବିଇଡି କରିବି ନା ଆଜ୍ଞା ନେଟ୍ ଗେଟ୍ କ୍ୱାଲିଫାଏ କରିକି ପିଏଚଡି କରିବି। ତ ମୁଁ କହିବି ଆଜ୍ଞା ଆଜ୍ଞା ହଁ ତାର କିଛି ଏକ୍ସାମ୍ପଲ ତମକୁ ମୁଁ ଦଉଛି। ସପୋଜ ତମେ ପିଜିଟି ଲାଇନ ଯିବ। ପିଜିଟି ମିନ୍ସ ପୋଷ୍ଟ ଆଜ୍ଞା ଗ୍ରାଜୁଏଟ ଟିଚର, ଯାହାକି ଅଲ ଓଭର ଓଡିଶା କିମ୍ବା ଇଣ୍ଡିଆର +2 ପିଲାଙ୍କୁ ତମେ ପଢେଇ ପାରିବ। ଯେମିତି ଓଏବିଏସ୍ ହେଲା, ଯେମିତି କେଭି ହେଲା, ନବୋଦୟ ବିଦ୍ୟାଳୟ ହେଲା, ତାପରେ ଏସଏସବି ପିଜି ହେଲା, ମାନେ ନନ୍ ଗଭର୍ଣ୍ଣମେଣ୍ଟ ଆଡେଡ୍ କଲେଜରେ ତମେ +2 ଟିଚର ମାନେ ପିଜିଟି ଟିଚର ହେଇପାରିବ। ତାପରେ ଓପିଏସସି ପିଜିଟି ହେଲା, ଏଇଗୁଡା ତମେ ଓପିଏସସି ପିଜିଟି ଓନ୍ଲି ପିଜିଟି। ପିଜିଟି ମାନେ ପୋଷ୍ଟ ଗ୍ରାଜୁଏଟ ଟିଚର, ସେଇଟା ତମେ +2 ପିଲାଙ୍କୁ ପଢେଇବ, ତମେ +2 ଫାର୍ଷ୍ଟ ଇୟର ଏବଂ ସେକେଣ୍ଡ ଆଜ୍ଞା ଇୟର। ଆଜ୍ଞା ତାର ଏଲିଜିବିଲିଟି କ୍ରାଇଟେରିଆ ରହୁଛି ପିଜି ୱିଥ ବିଏଡ୍ ର 55% ଦରକାର। ତାହେଲେ ତମେ ଯଦି ଏମଏସସି ପରେ ପିଏଚଡି କରୁଛ, ତାହେଲେ ତମେ ପିଜିଟି ପାଇଁ ଏଲିଜିବୁଲ ନୁହଁ। ପିଜିଟି ପାଇଁ ଏଲିଜିବୁଲ ଆଜ୍ଞା ନୁହଁ। ତମେ ଓନ୍ଲି କୋଉଥିପାଇଁ ଏଲିଜିବୁଲ? ଆସିଷ୍ଟାଣ୍ଟ ପ୍ରଫେସର, ଲେକ୍ଚର, ଅଲ ଓଭର ଓଡିଶାରେ ଯୋଉ କଣ୍ଡକ୍ଟ ହଉଛି ଏସଏସବି ଲେକ୍ଚର, ସେଇଟା ତମେ ଏଲିଜିବୁଲ ହବ। ଆଉ ତମେ ଯଦି ନେଟ୍ କିମ୍ବା ପିଏଚଡି ତମେ ଯଦି ତମ ପାଖେ ଯେକୌଣସି ଦିଟାରୁ ଗୋଟେ ଥିବ, ତାହେଲେ ତମେ ଏଲିଜିବୁଲ ହବ କୋଉଥିପାଇଁ? ଓପିଏସସି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ, ଆଜ୍ଞା ଯାହାକି ଆଜ୍ଞା ଯାହାକି ହଁ ଅଲ ସାର୍ ଓଭର ଓଡିଶାର ଗଭର୍ଣ୍ଣମେଣ୍ଟ ଡିଗ୍ରୀ କଲେଜ, ତମେ ସେଠି ଏଲିଜିବୁଲ ହବ। ତାପରେ ତ ଆଉ ଗଭର୍ଣ୍ଣମେଣ୍ଟ ଇଞ୍ଜିନିୟରିଂ କଲେଜ ଗୁଡା ତମେ ସେଠି ଏକ୍ସାମ ଦେଇକି ତମେ ଆସିଷ୍ଟାଣ୍ଟ ପ୍ରଫେସର ହେଇପାରିବ। ପିଜି ପରେ ତମେ ଯଦି ବିଇଡି କରୁଛ, ହଁ ସାର୍ ତମେ ପିଜିଟି ଏବଂ ପିଜିଟି ପାଇଁ ଏଲିଜିବୁଲ ୱିଥ ତମ ପାଖେ ଯଦି ଗୋଟେ ଆଜ୍ଞା ଆଜ୍ଞା ନେଟ୍ ଅଛି କିମ୍ବା ତମ ପାଖେ ଯଦି ହଁ ଗୋଟେ ସାର୍ ଗେଟ୍ ଫେଟ୍ ଏମିତି କଣ ଥିବ, ତାହେଲେ ତମେ ଏଲିଜିବୁଲ ହବ ଓପିଏସସି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ। ଆଉ ସେଇଟା ପାଇଁ ହଁ ପିଜି ସାର୍ ମୁଁ ତମକୁ ଗୋଟେ ଗାଇଡ କରୁଛି, ତମେ ପିଜି ଭିତରେ ଟ୍ରାଏ କର କେମିତି ନେଟ୍ ଆଉ ଗେଟ୍ କ୍ୱାଲିଫାଇ କରିବା ପାଇଁ। ଆଜ୍ଞା ଆଜ୍ଞା ପିଜି ଭିତରେ ନେଟ୍ ଆଉ ଗେଟ୍ କ୍ୱାଲିଫାଇ କରିବା ପାଇଁ ତମେ ହଁ ଟ୍ରାଏ ସାର୍ କର। ହଁ ସାର୍ ଆଉ ହଁ ସାର୍ ପିଜି ପରେ ତମେ ଯଦି ରିସର୍ଚ୍ଚ ଲାଇନ ଯିବାକୁ ଚାହିଁବ, ତମେ ଟିଚିଂ ଲାଇନ ଜମା ବି ଯିବାକୁ ଚାହୁଁନ, ତାହେଲେ ତମ ପାଇଁ ବେଟର ହବ ପିଜି ପରେ ତମେ ନେଟ୍ ଗେଟ୍ ସବୁ କ୍ୱାଲିଫାଇ ଜେଆରଏଫ୍ କ୍ୱାଲିଫାଇ କରି ଅଲ ଓଭର ଇଣ୍ଡିଆର ଯେକୌଣସି ସିଏସଆଇଆର ଲ୍ୟାବ, ତମର ଯୋଉ 36ଟା ସିଏସଆଇଆର ଲ୍ୟାବ ଅଛି, ଯେମିତି ଭୁବନେଶ୍ୱରରେ ଗୋଟେ ସିଏସଆର ଆଇଏମଏମଟି ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ଟେକ୍ନୋଲୋଜି, ତମେ ସେଠି ପିଏଚଡି ଆଜ୍ଞା କରିବ, ଯାହାକି କେମିଷ୍ଟ୍ରିର ବହୁତ ଭଲ ସେଠି ଅଛି। ନହେଲେ ଆଇଆଇଟି ଦିଲ୍ଲୀ, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଆଇଆଇଟି ଖଡଗପୁର, ଏଗୁଡା ଉପରେ ବି ତମର ବହୁତ ମାନେ ହେଲ୍ପଫୁଲ ହେଇପାରିବ। ବହୁତ ଭଲ ଭଲ ସବୁ କ୍ୱାଲିଫାଏଡ ହଁ ସାର୍ ପ୍ରଫେସର ସବୁ ଅଛନ୍ତି, ତମେ ସେଇ ଜାଗାରେ ପିଏଚଡି ହଁ ସାର୍ କରିପାରିବ। ଆଉ ତମେ ଯଦି ହଁ ରିସର୍ଚ୍ଚ ସାର୍ ଲାଇନ ନ ଯାଇକି ପିଜି ପରେ ମୁଁ ଓନ୍ଲି ଟିଚିଂ ଲାଇନ ଯିବାକୁ ଚାହୁଁଛି, ତମେ ଯଦି ସେଇଟା ଭାବିବ, ତାହେଲେ ତମେ ପିଜି ପରେ ତମେ ବିଏଡ ଏକ୍ସାମ, ଓଡିଶାରେ ଯୋଉ ଷ୍ଟେଟ ବିଏଡ ହଉଛି, ସେଣ୍ଟ୍ରାଲ ବିଏଡ ହଉଛି, ତମେ ହଁ ସାର୍ ଦେଇକି କ୍ୱାଲିଫାଇ କରିକି ତମେ ବିଏଡ କରିପାରିବ। ଆଫ୍ଟର ବିଏଡ ତମେ ପିଏଚଡି ହଁ ସାର୍ କରିପାରିବ, ଯଦି ତମକୁ ରିସର୍ଚ୍ଚ ଲାଇନ ଯିବାର ଅଛି। ଆଉ ତମକୁ ଯଦି ଶୀଘ୍ର ଜବ ଦରକାର, ତାହେଲେ ତମେ ଏନି ହାଓ ପିଜି ପରେ ବିଏଡ କରିଦିଅ। କଣ ପାଇଁ? ପିଜିଟି ରେଗୁଲାର ପୋଷ୍ଟ ବାହାରୁଛି। ବଟ ଏସଏସବି ଦେଖ 2024 ରୁ କେସ୍ ହେଇକି ରହିଛି ଏବେ। ଆଉ ଓପିଏସସି ଆସିଷ୍ଟାଣ୍ଟ ଅଫିସର 5 ବର୍ଷ 6 ବର୍ଷକୁ ଥରେ ବାହାରୁଛି, ସେଟା ବି କିଛି 7ଟା 8ଟା 9ଟା ଏଇଭଳିଆ ପୋଷ୍ଟ ବାହାରୁଛି। ସେଇଟା ପାଇଁ ଆଜ୍ଞା ଆଜ୍ଞା ତମେ ଯଦି ଟିଚିଂ ଲାଇନରେ ଯିବାକୁ ଚାହୁଁଛ, ତାହେଲେ ତମେ ଏନି ହାଉ ପିଜି ପରେ ବିଇଡି କରିଦିଅ, ଯାହାକି ପିଜିଟି ପୋଷ୍ଟ ରେଗୁଲାରଲି ବାହାରୁଛି। ଏବେ ଯେମିତି ଏଲଟିଆର ବାହାରିଥିଲା, ତାପରେ ପିଜିଟି ପୋଷ୍ଟ ବାହାରୁଛି, ଓଏବିଏସ୍, ଡିଏଭି, ଏସଏସବି ପିଜିଟି, ଓପିଏସସି ପିଜିଟି, ଏଗୁଡା ସବୁ ବାହାରୁଛି। ସେଇଟା ତମେ ଏଲିଜିବୁଲ ହେଇକି କରିପାରିବ। ଆଉ ତମେ କଣ ଏବେ କଣ ଭାବିଛ କି? ମୁଁ ତମକୁ ଦିଟା ଏକ୍ସାମ୍ପଲ ଦେଲା ପରେ ତମେ ଏବେ କଣ ଡିସାଇଡ କଲ କି ମୁଁ ପିଜି ପରେ ପିଏଚଡି କରିବି ନା ବିଇଡି କରିବି? ତମ ପାଇଁ କୋଉଟା ବେଟର ହବ? ସାର୍ ମୁଁ ଚାହୁଁଛି କି ପିଜି ପରେ ବିଏଡ ଟା କଲେ ହୁଏତ ଭଲ ହେଇପାରିବ ଲାଗୁଛି ସାର୍। ପିଜି ପରେ ଆଜିକା ବିଏଡ ଡେଟ୍ ରେ କାହିଁ? ଆଜିକା ଡେଟରେ ପିଜି ର ଟିକେ ଆଜ୍ଞା ଆଜ୍ଞା ବିଏଡ ର ଟିକେ ଯେହେତୁ ଡିମାଣ୍ଡ ଅଛି, ସେଟା ପାଇଁ ଆଫ୍ଟର ପିଜି ଆଜ୍ଞା ଆଜ୍ଞା ତମେ ବିଏଡ କରିଦେବା ବେଟର ହବ। କଣ ପାଇଁ? ପିଜିଟି ପୋଷ୍ଟ ପାଇଁ। ହଉ ସାର୍ ଆଉ ହଁ ଏସଏସବି ସାର୍ ପିଜି ପରେ ମୁଁ ଏବେ ବିଏଡ କରିବା ପାଇଁ ଚାହୁଁଛି ସାର୍ ଆକ୍ଚୁଆଲି। ବିଏଡ କରିବାକୁ ଚାହୁଁଛ, ତାହେଲେ ତୁମକୁ ଏଇ 2 ବର୍ଷ ଭିତରେ ପିଜି ଭିତରେ ତୁମକୁ ଏନି ହାଉ ନେଟ୍ ଆଉ ଗେଟ୍ ଦିଟା କ୍ୱାଲିଫାଇ କରିବାକୁ ପଡିବ। ଆଉ ତମେ ଆଜ୍ଞା ଆଜ୍ଞା ୱାନ୍ସ ଯଦି ବିଏଡ ଲାଇନକୁ ପଳେଇଲ, ତାହେଲେ ତୁମକୁ ଷ୍ଟେଟ ବିଏଡ କରିଦେଲ, ତାହେଲେ ତୁମକୁ ବିଏଡ ପାଠ ସହିତ ତମ ନେଟ୍ କେମିଷ୍ଟ୍ରି ରିଲେଟେଡ୍ ତମେ ଟିକେ ଦୂରେଇ ଯିବ। ତମେ ଟିକେ ଏବେ ଟଚରେ ଅଛ, ସେଥିପାଇଁ କେମିଷ୍ଟ୍ରିରେ ତମେ ମାନେ ସବସ୍କ୍ରିପସନ ସବୁ ନେଇକି ଆଇଏଫଏସ୍, ସ୍କାଇରାଲ ଏକାଡେମୀ, ଏଗୁଡା ସବୁ ଭଲ ଭଲ ଇନଷ୍ଟିଚ୍ୟୁଟ ସବୁ ଅଛି ଅନଲାଇନ ରୁ, ତାହାଠୁ ସବସ୍କ୍ରିପସନ ନେଇକି ତମେ ଏବେଠୁ ପ୍ରିପେୟାର ଜୋରସୋରରେ କର। ହଁ ସାର୍ ଆଉ ନେକ୍ସଟ କଣ କୋଶ୍ଚିନ୍ ତମର? ସାର୍ କଣ କହିଲେ? ନେକ୍ସଟ
ମାନେ ଆଉ କଣ ଜାଣିବାକୁ ଚାହୁଁଛ କି ନେକ୍ସଟ କଣ କ୍ୱେଶ୍ଚନ? ସାର୍ ଆକ୍ଚୁଆଲି ଜାଣିବାକୁ ଚାହୁଁଥିଲି ସାର୍ ନେଟ୍ ଆଉ ଗେଟ୍ ପାଇଁ ସାର୍ କେମିତି କଣ ପ୍ରିପାରେସନ କଲେ ମାନେ ପିଜି ଭିତରେ ହିଁ ମାନେ କ୍ୱାଲିଫାଇ କରିପାରିବା? ଫର ଏକ୍ଜାମ୍ପଲ ଉତ୍କଳର ଯୋଉ ଗୋଟେ ଭାଇ ଥିଲେ, ଆମ ଉତ୍କଳ ୟୁନିଭର୍ସିଟିର ଗୋଟେ ଭାଇ ଥିଲେ, ସିଏ ପିଜି ଟାଇମରେ 2 ବର୍ଷ ଭିତରେ ପିଜି ଭିତରେ ସିଏ ନେଟ୍ କ୍ୱାଲିଫାଇ କରିଛନ୍ତି, ଗେଟ୍ କ୍ୱାଲିଫାଇ କରିଛନ୍ତି, ଜେଆରଏଫ ରେ ରଖିଛନ୍ତି 9 ନମ୍ବର ର୍ୟାଙ୍କ। କେମିତି ସେଇଟା କି ମୁଁ ତାଙ୍କ ସହିତ ଯାହା କଥା ହେଇଥିଲି, ତାଙ୍କ ଷ୍ଟ୍ରାଟେଜି ମତେ ଜଣେଇଲେ କି ସପୋଜ ଆଜି ତମର କ୍ଲାସରେ ଯାହା ପଢା ହେଲା, ଆଜି ତମର ସପୋଜ କ୍ଲାସରେ ଯୋଉଟା ତମର ପଢା ହେଲା ସେଟାକୁ ତମେ ଆସିକି ନିଜେ ପଢିବ ଫାର୍ଷ୍ଟ। ସେକେଣ୍ଡରେ ତମେ ଆଜ୍ଞା ବୁକ୍ ଫଲୋ କରିବ, ରେଫରେନ୍ସ ବୁକ୍ ଫଲୋ କରିବ। ରେଫରେନ୍ସ ବୁକ୍ ଫରେନ୍ ଆଜ୍ଞା ଅଥର, ଇଣ୍ଡିଆନ ଅଥର ଟିକେ ଡିଫିକଲ୍ଟ ଲାଗେ, ସେମିତି ତମେ ଫରେନ୍ ଅଥର ବି ୟୁଜ ଆଜ୍ଞା କରିପାରିବ। ଯେମିତି ଅର୍ଗାନିକ ର କ୍ଲାଇଡେନ୍ ହଉ କି ଏଇଗୁଡା ହଉ, ତମେ ସେ ସବୁ ୟୁଜ କରିପାରିବ। କ୍ଲାଇଡେନ୍ ହଉ, ତାପରେ ପାଓଲା ବ୍ରୁସ୍ ହଉ, ଏଇଗୁଡା ତମର ବେଷ୍ଟ ଅଛି ଅର୍ଗାନିକ ପାଇଁ, ହଁ କନସେପ୍ଟ ସାର୍ ହଁ ଜଗଦମ୍ବା ସାର୍ ସିଂ, ଏଗୁଡା ତମର ବେଷ୍ଟ ଅଛି। ତମେ କଣ କରିବ କି ଆଜି ହଁ ତମର ସାର୍ କ୍ଲାସରେ ଯୋଉଟା ପଢା ହେଲା ତମେ ସେଇଟାକୁ ଆସିକି ବୁକ୍ ପଢିବ। ବୁକ୍ ପଢିବ ଆଉ ହଁ ସାର୍ ନେଟ ର 10 ବର୍ଷର 12 ନେଟ ର 15 ବର୍ଷର କୋଶ୍ଚିନ୍, ଗେଟ୍ ର 20 ବର୍ଷର କୋଶ୍ଚିନ୍ ତମ ପାଖରେ ପ୍ରିଣ୍ଟ କରିକି, ଏମିତି ରଖିବ। ତମେ ହଁ ପାଖରେ ସାର୍ ପ୍ରିଣ୍ଟ ରଖିବ। ତମେ ସପୋଜ କ୍ଲାସରେ ଆଜି ଯୋଉଟା ପଢା ହେଲା ସେଇଟା ଆସିବ ବୁକ୍ ପଢିବ। ତାପରେ ତମେ 3-4ଟା କନସେପ୍ଟ ପଢିଲ, ତାହେଲେ ସେ 3-4ଟା କନସେପ୍ଟ ତମେ ବହି ଓଲଟେଇବ, ପିଆଇକ୍ୟୁ ଓଲଟେଇବ କି ନାଇଁ ଆଜ୍ଞା ଆଜ୍ଞା ଆମ କ୍ଲାସରେ ଆଜି ଅର୍ଗାନିକ ସିନ୍ଥେସିସ୍ ପଢା ହେଲା, ତାହେଲେ ଅର୍ଗାନିକ ସିନ୍ଥେସିସ୍ କି କ୍ୱାଣ୍ଟମ ଆଜି କ୍ଲାସରେ ପଢା ହେଲା, ତାପରେ ଲାପ୍ଲାସିଆନ ଅପରେଟର ଟା କଣ ଅଛି ସପୋଜ ଦେଖିବ, ତାପରେ ଦେଖିବ ତା ଅପରେଟର ରିଲେଟେଡ ତମର କୋଉ କୋଉ କୋଶ୍ଚିନ୍ ଆସୁଛି, ତମେ କରିପାରୁଛ କି ନାଇଁ ଦେଖିବ। ତମେ ଯଦି କରିପାରୁନ ତାହେଲେ ତମର କୋଉଥିରେ ପ୍ରୋବ୍ଲେମ ରହୁଛି, କୋଉଥିରେ ପ୍ରୋବ୍ଲେମ ହଁ ରହୁଛି, ସାର୍ କୋଉଥିରେ ପ୍ରୋବ୍ଲେମ ଟା ସଲ୍ଭ କରିବାକୁ ଆଜ୍ଞା ତମକୁ କଣ କରିବାକୁ ପଡିବ, ହେଲ୍ପ ନବ, କାର ଟିଚର ର ହେଲ୍ପ ନବ, ନହେଲେ ବୁକ୍ ର ହେଲ୍ପ ନବ, ନହେଲେ ୟୁଟ୍ୟୁବ ର ହେଲ୍ପ ନବ। ସେ ହେଇକି ତମେ ମାଇଣ୍ଡ କୋଉଟା ଆସିଲା, ନାଇଁ ମୁଁ ଏନି ଆଉ କେମିତି ହେଲେ ଡାଉଟ ଟା ମୋର କ୍ଲିୟର, ଏ କୋଶ୍ଚିନ୍ ଟା ମୁଁ ଯେମିତି ହେଲେ କରିବାର ଅଛି। ତମେ ଯଦି ଏମିତି କରିଦେଲ ତାହେଲେ ତମେ ସେ କନସେପ୍ଟ ଟା କ୍ଲିୟର କଲ, ତା ରିଲେଟେଡ 10ଟା କୋଶ୍ଚିନ୍ ଆସିଲେ ବି ତମର କୌଣସି ପ୍ରୋବ୍ଲେମ ହବନି। ଠିକ ଏଇ ଟାଇପରେ ଏମିତି କରିକି ସେ ଭାଇ ଯାହା କହିଥିଲେ, ହଁ ସାର୍ 2 ବର୍ଷ ଭିତରେ ମାନେ ପିଜି ହେଇନଥିଲା, ତାଙ୍କେ ଫାର୍ଷ୍ଟ ସେମିଷ୍ଟାର, ସେକେଣ୍ଡ ସେମିଷ୍ଟାର, ଥାର୍ଡ ସେମିଷ୍ଟାର 3ଟାର ସିଲାବସ କମ୍ପ୍ଲିଟ କରିଦେଇଥିଲେ ନେଟ ଗେଟ୍। ହଁ ସାର୍ ପିଆଇକ୍ୟୁ ପ୍ରାକ୍ଟିସ କରୁଥିଲେ, ୱିଥ ବିଜ୍ଞାନ ବିକାଶ କିମ୍ବା ଆଇଏଫଏଲ କିମ୍ବା କାଇରାଲ ଏକାଡେମୀ। ତାରୁ ତମେ ମକ୍ ଟେଷ୍ଟ ନେଇଯିବ, ମକ୍ ଟେଷ୍ଟ ଦଉଥିବ, ତମେ ମକ୍ ଟେଷ୍ଟ ଗୁଡା ସବୁ ଦବ, ତାପରେ ତମେ ଇଜିଲି ଆଜ୍ଞା ଆଜ୍ଞା ଆଉ ଗୋଟେ କଥା, ତମେ ଯୋଉ ଚାପ୍ଟର ଟା କମ୍ପ୍ଲିଟ କରିବ ଭଲସେ କମ୍ପ୍ଲିଟ କରିବ, ଯେମିତି ସେଇ ଚାପ୍ଟର ରୁ ଯେତେ କଷ୍ଟ କୋଶ୍ଚିନ୍ ଆସୁଛି ତମେ କହିଦବ। ଆଜ୍ଞା ଆଉ ଆଜ୍ଞା ଆଉ ତମେ ଟ୍ରାଏ କରିବ, ସପୋଜ ତମେ ଏବେ କ୍ୱାଣ୍ଟମ ତମ କଲେଜରେ ବି ୟୁନିଭର୍ସିଟିରେ ବି ତମର ପଢା ହେଇଗଲା, ତମେ ନିଜେ ବି ବୁକ୍ ପଢିଦେଲ, ତାହେଲେ ତମେ ନିଜେ ବି ସବୁ କ୍ଲିୟର ହେଇଗଲା। ତମେ ବହୁତ ନେଟ୍ ଗେଟ୍ କୋଶ୍ଚିନ୍ ଦେଖିଲା ମାନେ ତମେ କରିପାରୁନ, ତାହେଲେ ତମର ପ୍ରୋବ୍ଲେମ କଣ ଅଛି, କନସେପ୍ଟ ବୁଝିବା ସହିତ ସାଙ୍ଗେ ସାଙ୍ଗେ କୋଶ୍ଚିନ୍ କର, ସାଙ୍ଗେ ସାଙ୍ଗେ ପିଆଇକ୍ୟୁ ଓଲଟାଅ, ସାଙ୍ଗେ ସାଙ୍ଗେ ତମେ ଆଜ୍ଞା ପିଆଇକ୍ୟୁ ଓଲଟେଇବ। ସାଙ୍ଗେ ସାଙ୍ଗେ ପିଆଇକ୍ୟୁ ଦେଖିଲା ପରେ ତମର ଆଇଡିଆ ଆସିଯିବ କି ସେଇ ରିଲେଟେଡ ତମର କେମିତି କଣ କୋଶ୍ଚିନ୍ ଆସୁଛି, ମାନେ ଏମିତି ଏମିତି ଆସୁଛି, ତାହେଲେ ତମେ କ୍ଲିୟର ଯିବ। ଆଉ ଗୋଟେ କଥା ମନେ ରଖିବ, ପ୍ରତିଟି ଚାପ୍ଟର ରୁ ତମେ 500 ଲେଖା କୋଶ୍ଚିନ୍ ପ୍ରାକ୍ଟିସ କରିବ। କ୍ୱାଣ୍ଟମ ସବୁ ତମେ 500ଟା କୋଶ୍ଚିନ୍ ପ୍ରାକ୍ଟିସ ଆଜ୍ଞା କରିଦବ। ଆଜ୍ଞା ହଁ ହଁ ସପୋଜ ହଁ କେମିକାଲ ସାର୍ ବନେଇବା 500ଟା କୋଶ୍ଚିନ୍ ପ୍ରାକ୍ଟିସ କରିଦବ। ଥର୍ମୋଡାଇନାମିକ ର 500ଟା କୋଶ୍ଚିନ୍ ପ୍ରାକ୍ଟିସ କରିଲା ପରେ ତମର ପ୍ରପର ଆଇଡିଆ ଆସିଯିବ। ଯେତେବେଳେ ତମ ପ୍ରପର ଆଇଡିଆ ଆସିଯିବ, ତମେ ଗୋଟେ ଫ୍ଲୋରେ ଅଛ, ପ୍ରିପାରେସନ ର ତମେ ଗୋଟେ ଫ୍ଲୋରେ ଅଛ, ସେତେବେଳେ ସାଙ୍ଗେ ସାଙ୍ଗେ ଏସଏସସି ବାହାରିବ କିମ୍ବା ଓପିଏସସି ବାହାରିବ କିମ୍ବା ପିଜିଟି ବାହାରିବ, ତମେ ଯଦି କେମିଷ୍ଟ୍ରି ଟଚ୍ ଅଛ, ସାଙ୍ଗେ ସାଙ୍ଗେ ଦେଲେ ତମେ ସାଙ୍ଗେ ସାଙ୍ଗେ କ୍ଲିୟର ହେଇଯିବ। ସେଟା ପାଇଁ ତମେ ପ୍ରତିଟି ହଁ ଚାପ୍ଟରରୁ ସାର୍ 500ଟା ଲେଖା ତମେ କୋଶ୍ଚିନ୍ କରିବ, ପ୍ରତିଟି ଚାପ୍ଟରରୁ କୋଶ୍ଚିନ୍ କଲା ପରେ ତମର ଆଇଡିଆ ଆସିବ କୋଉ ହିସାବରେ କେମିତି କଣ ତମେ ଜାଣିଦବ କୋଉ ଟାଇପ ର କୋଶ୍ଚିନ୍ କରୁଛି, କୋଉ ବେସ ରେ କୋଶ୍ଚିନ୍ କରୁଛି, ଥିଓରିଟିକାଲ କି କନସେପ୍ଟୁଆଲ କି କୋଉ କୋଉ ଏକ୍ସାମ୍ପଲ କୁ ନେଇକି କୋଶ୍ଚିନ୍ ଆସୁଛି, ତମେ ସେ ସବୁ କ୍ଲିୟର ହେଇଗଲା ପରେ ତମେ ଇଜିଲି ଯୋଉ ଏକ୍ସାମ ଦେଲେ ବି ହଁ କ୍ଲିୟର ସାର୍ ହେଇଯିବ। ଆଉ ନେଟ୍ ଗେଟ୍ ବି ଇଜିଲି ହଁ ହେଇଯିବ, ସାର୍ କିଛି ବଡ କଥା ନାହିଁ। ଆଜ୍ଞା ଆଜ୍ଞା ସାର୍ ଆଉ ଗୋଟେ କ୍ୱେଶ୍ଚନ ଥିଲା କି ସାର୍, ଏ ବର୍ଷ 2024 ଟିପେଟ୍ ଏଣ୍ଟ୍ରାନ୍ସ ପାଇଁ ଅପକମିଂ ଏସ୍ପାରାଣ୍ଟ ପାଇଁ ବି କେମିତି କଣ ଟିକେ ଷ୍ଟ୍ରାଟେଜି ଟିକେ କୁହନ୍ତୁ ସାର୍, କେମିତି କଣ ପଢିଲେ ଗୋଟେ ଭଲ ଅଲ୍ ଓଭର ଓଡିଶାରେ ରେଭେନ୍ସା କିମ୍ବା ଉତ୍କଳ କିମ୍ବା ସମ୍ବଲପୁର ୟୁନିଭର୍ସିଟିରେ ପଢିପାରିବେ,
ସାର୍ ରେଭେନ୍ସା ଉତ୍କଳ ଆଉ ସମ୍ବଲପୁର ତିନିଟା ଭିତରେ କେମିଷ୍ଟ୍ରି ପାଇଁ କୋଉଟା ଆକ୍ଚୁଆଲି ଭଲ ଥିବ ସାର୍? ଆପଣ ତ ଯେହେତୁ ଉତ୍କଳରେ ପଢୁଥିଲେ। ଆକ୍ଚୁଆଲି ଉତ୍କଳ, ରେଭେନ୍ସା ଆଉ ସମ୍ବଲପୁର ଆଉ ବ୍ରହ୍ମପୁର ୟୁନିଭର୍ସିଟି ଏ ସବୁକୁ ଯଦି ଆମେ ଦେଖିବା, ଏ ସବୁକୁ ଟୋଟାଲ ତାକୁ ଯଦି ଆମେ ଆଜ୍ଞା ଦେଖିବା, ଟୋଟାଲ ନ ଦେଖିବା, ଉତ୍କଳ ଓନ୍ଲି ଟିକେ ତାର ର୍ୟାଙ୍କ ଅଛି, ବଟ୍ କେମିଷ୍ଟ୍ରିରେ ସେତେ ଫେସିଲିଟି ନାହିଁ ଉତ୍କଳରେ। ଆଜ୍ଞା ଉତ୍କଳରେ ମୁଁ କଣ କହିଲି କି କେମିଷ୍ଟ୍ରି ଦେଖିବାକୁ ଗଲେ ଉତ୍କଳରେ ଟିକେ ର୍ୟାଙ୍କ ଭଲ ଅଛି, ୟୁନିଭର୍ସିଟି ନାଁ ଟିକେ ଭଲ ଅଛି, ଆଜ୍ଞା କିନ୍ତୁ ଉତ୍କଳ ୟୁନିଭର୍ସିଟିରେ କେମିଷ୍ଟ୍ରିର ସେତେ ଫେସିଲିଟି ନାହିଁ, ଯୋଉଠି ରେଭେନ୍ସା ଆଉ ସମ୍ବଲପୁର ୟୁନିଭର୍ସିଟିରେ ଫେସିଲିଟି ଅଛି, ସେଇଟା ଉତ୍କଳ ୟୁନିଭର୍ସିଟିରେ ନାହିଁ। ଆଉ ତାର କ୍ଲାସ ଠିକ ଠାକ ସବୁ ହଉଛି, ବଟ୍ ପ୍ରଫେସର ଟିକେ ହଇରାଣ କରନ୍ତି ଟିକେ ତାର। ହଁ ସାର୍। ଉତ୍କଳ ନାଇଁ ସାର୍ ଆମେ ମାନେ ପ୍ରଥମ ଥର ପାଇଁ ଯେହେତୁ ଆଡମିସନ କଲୁ ପିଜି ପାଇଁ, ଆମେ ମାନେ ତ ମୁଁ ବି ଜାଣିନଥିଲି ଉତ୍କଳ କେମିତି, ରେଭେନ୍ସା କେମିତି, ସମ୍ବଲପୁର ୟୁନିଭର୍ସିଟି କେମିତି। ମାନେ ମୋ ସାର୍ ମାନେ ବି କହୁଥିଲେ କି ସମ୍ବଲପୁର ୟୁନିଭର୍ସିଟି ଟା କେମିଷ୍ଟ୍ରି ପାଇଁ ଭଲ ଅଛି, ସେଥିପାଇଁ ସାର୍ ମୁଁ ଏଟାକୁ ଚୁଜ୍ କରିଦେଇଥିଲି। ଭେରି ଗୁଡ ଭେରି ଗୁଡ, ତମେ ସମ୍ବଲପୁର ୟୁନିଭର୍ସିଟି ଚୁଜ୍ କରି ହଁ କିଛି ଖରାପ କରିନ। ଆଜ କମ୍ପେୟାର ଉତ୍କଳ ରେଭେନ୍ସା ଟୁ ବେଟର ତମେ ସମ୍ବଲପୁରରେ ଅଛ। କେମିଷ୍ଟ୍ରିରେ ସବୁ ସମସ୍ତ ମୁଁ ଯେତିକି ଜାଣିଛି କେମିଷ୍ଟ୍ରିର ସବୁ ପ୍ରକାର ଆଜ୍ଞା ଫେସିଲିଟି ତମେ ପାଇପାରିବ। ଏବେ ଆଉ ତମଠୁ ବି କିଛି ଆଇଡିଆ ଆଣିଲି ତମ କ୍ଲାସ ହେବାଠୁ ସବୁ ଠିକ ଠାକ ଅଛି ଆଜ କମ୍ପେୟାର ଉତ୍କଳ ଆଉ ହଁ ରେଭେନ୍ସା। ସାର୍। ହଁ ସାର୍ ଏଠି ପୁରା ପ୍ରାକ୍ଟିକାଲ ଓରିଏଣ୍ଟେଡ ବହୁତ ଫୋକସ କରୁଛି ସାର୍, ପ୍ରାକ୍ଟିକାଲ ବେଶ ପାଠ ପଢା ଯାଉଛି ସବୁ। ଠିକ ଠିକ ଆମ ଆଜ୍ଞା ରେଭେନ୍ସାରେ ରେଭେନ୍ସାରେ ସବୁ ହୁଏ, ବଟ୍ ରେଭେନ୍ସାରେ କିଛି ପିଏଚଡି ଷ୍ଟୁଡେଣ୍ଟକୁ ବି କୁହାଯାଏ ଆସି କ୍ଲାସ କରିବା ପାଇଁ। ସେମାନେ ଟିକେ ଏମିତି ଇଆଡୁ ସିଆଡୁ ଆଜ୍ଞା ଏମିତି ଟିକେ ପଢାନ୍ତି, ସେତେ ସିରିୟସ ହେଇକି ପଢାନ୍ତିନି। ଯେମିତି ଆସିବା ପ୍ରଫେସର ମାନେ ଯୋଉ ଭଳିଆ କ୍ଲାସ କରିବେ, ସେମିତି ପିଏଚଡି ଷ୍ଟୁଡେଣ୍ଟ ସେତେ ନିଜ ଆଡୁ ଇଣ୍ଟରେଷ୍ଟ ଦଉନାହାନ୍ତି ଆଉ। ସେଇଭଳିଆ ବ୍ରହ୍ମପୁର ଏଠି ବି ଆମର ରିଟାୟାରମେଣ୍ଟ ପ୍ରଫେସର ମାନେ ବି ଏଠି ଆମ ଡିପାର୍ଟମେଣ୍ଟରେ ଆସନ୍ତି, ରିଟାୟାରମେଣ୍ଟ ପ୍ରଫେସର। ହଁ ହେଲେ ତ ସେମାନେ ବହୁତ ହାଇଲି କ୍ୱାଲିଫାଏଡ, ସେମାନେ ତ ବହୁତ ବ୍ରିଫଲି ଏକ୍ସପ୍ଲେନ କରିପାରୁଥିବେ ଗୋଟେ ପର୍ଟିକୁଲାର ଗୋଟେ ହଁ ସାର୍ ତାଙ୍କର ତ ଗୋଟେ ଏକ୍ସପିରିଏନ୍ସ ବି ବହୁତ ଅଛି। ହୁଁ ହୁଁ। ତାହେଲେ ତମେ ଏବେ ଡିସାଇଡ କଲ କି ଆଫ୍ଟର ପିଜି ତମେ ବିଏଡ୍ କରିବ। ତାହେଲେ ତମକୁ ବିଏଡ୍ ଭିତରେ ଆଜ୍ଞା ଆଜ୍ଞା ଏସଏସବି ବାହାରିବ, ଏସଏସବି ବାହାରିବ, ଆଉ ପିଜିଟି ଆଜ୍ଞା ଆଜ୍ଞା ଓପିଟି ପିଜିଟି ଏସଏସବି ଏଗୁଡା ବାହାରିବ। ତମେ ସେଥିପାଇଁ ଏବେଠୁ ନେଟ୍ ଗେଟ୍ ପାଇଁ ଭଲସେ ପ୍ରିପେୟାର ହେଇଥାଅ। ତମେ ସେଥିପାଇଁ ଏବେଠୁ ନେଟ୍ ଆଜ୍ଞା ଗେଟ୍ ଆଜ୍ଞା ପାଇଁ ଭଲସେ ପ୍ରିପେୟାର ହୁଅ। ଯାହା ଫଳରେ ତମେ ଯେତେବେଳେ ଆଜ୍ଞା ଏକ୍ଜାମ ଦବ ତମେ ଇଜିଲି ଆଚିଭ୍ କରିପାରିବ। ଯୋଉ ଏକ୍ଜାମ ଟା ତମେ ଯେହେତୁ ପ୍ରିପେୟାର ଗୋଟେ ଫ୍ଲୋ ରେ ଅଛ ତମେ, ସେଇଟା ପାଇଁ ୱାନ୍ସ ପାଠ ଯଦି କେମିଷ୍ଟ୍ରି ଟଚ୍ ଛାଡିଗଲା, ତାହେଲେ ଆଉ କେମିଷ୍ଟ୍ରି କୁ ଯିବା ଟିକେ କଷ୍ଟ ଟିକେ। ଆଜ କମ୍ପେୟାର ଅଲଗା ଆଜ୍ଞା ଆଜ୍ଞା ସବଜେକ୍ଟ ମାନେ ଓଡିଆ, ହିଷ୍ଟ୍ରି, ଜିଓଗ୍ରାଫି, ଆର୍ଟସ ଅପେକ୍ଷା କେମିଷ୍ଟ୍ରି ଯଦି ଟିକେ ଟଚ୍ ଛାଡିଗଲା, ତାହେଲେ ସେଠି ତମେ ଗଲାବେଳେ ଟିକେ ପ୍ରୋବ୍ଲେମ ହବ। ସେଇଟା ପାଇଁ ଏବେ ଗୋଟେ ଫ୍ଲୋ ହଁ ରେ ସାର୍ ଅଛ, ସେଥିପାଇଁ ନେଟ୍ ଆଉ ଗେଟ୍ ତମେ ଯେମିତି ହେଲେ ବି ତମେ ପିଜି ଭିତରେ କ୍ଲିୟର କରିବାକୁ ପଡିବ। ଆଉ ହଁ ତମର ସାର୍ ଯୋଉ ମତେ ସେୟାର କରିଛ, ତମର ଯୋଉ ପେପରରେ ଆସିଥିଲା ଜାମ୍ ରେ ତମର ଏତିକି ଅଛି, ସେଇଟା କଣ ତମ ସ୍କ୍ରିନରେ ହଁ ଶୋ ସାର୍ କରିବ। ଆଜ୍ଞା ଆଜ୍ଞା ସାର୍ ଆଉ ଆପଣ ଗୋଟେ ମାନେ ସାର୍ ସାର୍ ଆପଣଙ୍କ ଚ୍ୟାନେଲ ୱାନ୍ ଇୟର ପୁରା ଇନଏକ୍ଟିଭ ଥିଲା, ଆଗକୁ କଣ କେମିତି କଣ ସାର୍ କ୍ଲାସ କଣ ଆସିବ ନା ନାଇଁ? ମନଲା ଟିକେ ଶୁଭିଲାନି କଣ କହିଲ? ଆପଣଙ୍କ ଚ୍ୟାନେଲ ଟିକେ ଇନଏକ୍ଟିଭ ଥିଲା ଟିକେ ୱାନ୍ ଇୟର, ତ ଆଉ କଣ କେମିଷ୍ଟ୍ରି ପାଇଁ କିଛି କିଛି ଭିଡିଓ ଅପଲୋଡ ହବ ନା ନାଇଁ ଭାବୁଥିଲି ସାର୍। ଏବେ ଯଦି ମୋର ଟିକେ ପର୍ସନାଲ ପ୍ରୋବ୍ଲେମ ଥିଲା ଯୋଗୁ ମୁଁ ଟିକେ ଅପଲୋଡ କରିପାରୁନଥିଲି, ନେକ୍ସଟ ତମର ଆଜ୍ଞା ଆଜ୍ଞା ଫେବୃଆରୀ 15 ତାରିଖରୁ ବହୁତ ସାରା ମାନେ ଇନଫର୍ମେଟିଭ ଭିଡିଓ ଗୁଡା ପିଜି ରିଲେଟେଡ ଆଉ ନେଟ୍ ଗେଟ୍ ରିଲେଟେଡ ଏଗୁଡା ସମସ୍ତ ପ୍ରକାର କେମିଷ୍ଟ୍ରି ରିଲେଟେଡ ଯାହା ସବୁ ତମର ଫେବୃଆରୀ 15 ପରଠୁ ଭିଡିଓ ତମର ଅପଲୋଡ ହେଇଯିବ। ଆଉ ତମେ ଏବେ ଯେମିତି ଭଲ ପାଇବା ଦଉଛ ଭିଡିଓକୁ, ସେମିତି ଚ୍ୟାନେଲକୁ, ସେମିତି ତମେ ହଁ ଆଗକୁ ସାର୍ ବି ହଁ ଦବ, ସାର୍ ତମ ସାଙ୍ଗମାନଙ୍କୁ ସମସ୍ତଙ୍କୁ ସେୟାର ହଁ କରିବ। ସାର୍ ହଁ ସାର୍ ନିଶ୍ଚିତ ସାର୍ ନିଶ୍ଚିତ। ଆକ୍ଚୁଆଲି ସାର୍ ଓଡିଶାରେ କେମିଷ୍ଟ୍ରି ପିଜି ପାଇଁ ଟିକେ ୟୁଟ୍ୟୁବ ବି ମାନେ ଚ୍ୟାନେଲ ବି ଟିକେ କମ ଅଛି, ସେତିକି ନାହିଁ ସାର୍ ଆଭେଲେବୁଲ। ଯେମିତି ସିୟୁଟି, ଆଇଆଇଟି, ଜାମ୍ ପାଇଁ ବହୁତ ସାରା ଚ୍ୟାନେଲ ଗୁଡାକ ଅଛି, କିନ୍ତୁ ଓଡିଶାରେ ଟିକେ କମ ଅଛି ସାର୍। ହଁ ଆଉ ଯେହେତୁ ମୋର ଏବେ ଟିକେ ପ୍ରୋବ୍ଲେମ ଚାଲିଛି, ମୋର ପ୍ରୋବ୍ଲେମ ଟିକେ ସଲ୍ଭ ହେଲା ପରେ ମୁଁ ବି ଆଗକୁ ଭାବିଛି କି ଆମର ଯୋଉ ଓଡିଶାର ଆମେ 3 ଜଣ ସାଙ୍ଗ ଅଛୁ, ଆମେ ନେଟ ସମ୍ପୂର୍ଣ୍ଣ ଓଡିଆରେ, କେମିକାଲ ସାଇନ୍ସ ସମ୍ପୂର୍ଣ୍ଣ ଓଡିଆରେ ଆମେ 3 ଜଣ ମିଶିକି ୟୁଟ୍ୟୁବ ଚ୍ୟାନେଲ ଷ୍ଟାର୍ଟ କରିକି ଭୁବନେଶ୍ୱର ଗୋଟେ ତାର ସ୍ପେଶାଲ ମାନେ ଛୋଟ ଇନଷ୍ଟିଚ୍ୟୁଟ କରିକି ଆମେ ସେଇଟା ଆମେ ଷ୍ଟାର୍ଟ କରିବୁ ଭାବିଛୁ ଆଗାମୀ ଆଉ ବର୍ଷେ ପରେ। ଜାମ୍ ର ଆଜ୍ଞା ବି ଆଜ୍ଞା ଭଲ ହବ ସାର୍ ବହୁତ ଭଲ ଏଗୁଡା ବି ଆମେ ଭାବିଛୁ ସେଇଟା ଆଗକୁ। ଆଜ୍ଞା ଆଜ୍ଞା ବହୁତ ଭଲ ହେଲ୍ପଫୁଲ ହବ ସାର୍। ଠିକ। ଆଗାମୀ ଯୋଉ ଏସ୍ପାରାଣ୍ଟ ମାନେ ଆସୁଛନ୍ତି, ଆଉ ସାର୍ ଏଇ ସିପେଟ ପାଇଁ ଏବେ ଯେହେତୁ ନେଗେଟିଭ ମାର୍କିଂ ହେଇଗଲା,
ଆଉ ମାନେ କ୍ୟାରିୟର ମାର୍କିଂ ମିଶୁନି ତ ପିଜି ବି ମାନେ ସିପେଟ ବି ସିୟୁଟି ଭଳିଆ ଟିକେ ହେଇଗଲା ସାର୍ ଟିକେ କୋଶ୍ଚିନ୍ ଟା ତ ଟିକେ ଓଡିଶାରେ ପିଜି ପାଇବାକୁ ବି ମାନେ କମ ମାର୍କରେ ବି ସିଲେକ୍ଟ ହେଇଯାଉଛନ୍ତି ସମସ୍ତେ ତ ସେ ବିଷୟରେ ଟିକେ କୁହନ୍ତୁ ସାର୍ କିଛି। ଏବେ ଯେହେତୁ ସିପିଟି ଟା ନେଗେଟିଭ ମାର୍କ ଆଗରୁ ନଥିଲା, ଏବେ ତାର ନେଗେଟିଭ ମାର୍କ ହେଇଯାଇଛି। ଆଉ ଅଲ ଓଭର ଓଡିଶାରେ ଯଦି ଦେଖିବାକୁ ଗଲେ ପିଜି ରେ ବହୁତ ଛୋଟ ଛୋଟ ଡିଗ୍ରୀ କଲେଜ ଯଦି ତାଙ୍କର ଲେବ୍ ବି ନଥାଏ ସେଇ ଜାଗାରେ ପିଜି ଓପେନ କରିଦେଇଛନ୍ତି। ଯୋଉ ହଁ ଜାଗାରେ ସାର୍ ମନ ଇଚ୍ଛା କଲେଜ ଗୁଡାରେ ସବୁ ଛୋଟ ଛୋଟ ପୁରା ଡିଗ୍ରୀ କଲେଜ ଗୁଡାରେ ବି ମାନେ ପିଜି ସିଟ୍ ମାନେ ପଇସା ପଇସା ସବୁ ଦେଇକି ପିଜି ସିଟ୍ ଓପେନ କରିଦେଇଛନ୍ତି। ପିଜି ସିଟ୍ ଓପେନ କଲା ପରେ ସେଠି ସେ ଫେସିଲିଟି ପିଲା ପାଉନାହାନ୍ତି। ପିଲା ସେଠି ଫେସିଲିଟି ପାଉନାହାନ୍ତି ଆଉ ତାଙ୍କେ ପିଜି କୁ ନେଇକି ଖରାପ କହୁଛନ୍ତି କି ପିଜି ଆମେ ପଢିଲୁ କିଛି ଜାଣିନୁ ଏମିତି ସେମିତି। ସେଇଟା ପାଇଁ ଓଡିଶାର ଗୋଟେ ମାନେ ବେଡ୍ ଇମ୍ପାକ୍ଟ ହେଇଛି କି ସେ ବେକାର ଛୋଟ ମୋଟ କଲେଜରେ ପିଜି ପରମିସନ ଦେବା କଥା ନୁହଁ, ଯୋଉଟା କି ଓଡିଶା ସେଇଟା ଆଜ୍ଞା ଆଜ୍ଞା ଛୋଟ ଛୋଟ ଯୋଉ ଡିଗ୍ରୀ କଲେଜ ଗୁଡାରେ ହଁ ସାର୍ ପିଜି ଆକ୍ସେପ୍ଟ କରିଦେଇଛି, ସେମିତି ହାଇଲି କ୍ୱାଲିଫାଏଡ ଟିଚର ବି ନାହାନ୍ତି ଆଉ ନେଟ୍ କ୍ୱାଲିଫାଏଡ ଲେକ୍ଚର ବି ପଢଉନାହାନ୍ତି। ଯୋଉମାନେ ସବୁ ଆଫ୍ଟର ପିଜି ଆଜ୍ଞା ସରିଲା ସେମାନେ ଆସିକି ପଢଉଛନ୍ତି, ପିଲା ଯୋଉଥିରେ କି ସାଟିସ୍ଫାଇ ହଉନାହାନ୍ତି ଆଉ ସେମାନେ ମାଷ୍ଟର ମାନଙ୍କ ହଁ ସାର୍ ଉପରେ ତାଙ୍କ ନିଜ କଲେଜକୁ କିମ୍ବା ନିଜକୁ ଖରାପ କରୁଛନ୍ତି କି ନାଇଁ ପିଜି ଏମିତି ଭଲ ନାହିଁ ଏମିତି ଆଉ ତାପରେ ନେଇକି ଯୋଉ ପିଜି ର କୌଣସି ଫେସିଲିଟି ନାହିଁ ଏମିତି ସେମିତି କହୁଛନ୍ତି। ଆଉ ଯୋଉ ଷ୍ଟ୍ରାଟେଜି ଆଜ୍ଞା କଥା ଆଜ୍ଞା କେମିତି ପ୍ରିପାରେସନ କଥା ହେଲା କି ତମେ ଆଗରୁ ନେଗେଟିଭ ମାର୍କ ନଥିଲା ଏବେ ନେଗେଟିଭ ମାର୍କ ରହିଯାଇଛି। ଏବେ ଯେହେତୁ ନେଗେଟିଭ ମାର୍କ ହଁ ସାର୍ ରହିଯାଇଛି 50 ରୁ 70 ଭିତରେ ଯିଏ ରଖିବ ସେ ଅବଭିୟସଲି ଗୋଟେ ଭଲ ଜାଗାରେ ପାଇଯାଉଛି। 60 ରୁ 70 ଜେନେରାଲ ହଁ ସାର୍ ଜେନେରାଲ ହୁଁ ଭିତରେ ଯଦି ରଖିବ ସେ କୋଉଠି ଭଲ ଜାଗାରେ ପାଇଯାଉଛି। ବଟ ତାର ଷ୍ଟ୍ରାଟେଜି ହଉଛି କି ଆଗରୁ ଏସଏସବି କଣ୍ଡକ୍ଟ କରୁଛି ତମର ଏବେ ସିପିଟି ଏକ୍ସାମ ଟା, କିନ୍ତୁ ଏସଏସବି କଣ୍ଡକ୍ଟ କରୁଛି ସେ ମନ ଇଚ୍ଛା କୋଶ୍ଚିନ୍ କରୁଛି। ଆଉ ଏଇଟା ବି ତମେ ଜାଣିଥିବ ଅଲ ଓଭର ତମେ ଦେଖୁଛ ସେଣ୍ଟ୍ରାଲ ୟୁନିଭର୍ସିଟି ସିୟୁଇଟି ର ତାର ସ୍ପେସିଫିକ ସିଲାବସ ଅଛି। ତମେ ଆଜ୍ଞା ହଁ ଦେଖୁଛ ଜାମ ର ତାର ସିଲାବସ ଅଛି। ତମେ ଦେଖୁଛ ନେଟ ର ସେଇସାର ନେଟ ର ଦେଖୁଛ ତାର ସିଲାବସ ଅଛି। ଆଉ ତମେ ଗେଟ ର ଦେଖୁଛ ଗେଟ କେମିଷ୍ଟ୍ରି ର ବି ସିଲାବସ ଅଛି। ବଟ ସିପିଟି ଓଡିଶାର କୌଣସି ପ୍ରକାର ସିଲାବସ ନଥାଏ। ସେ ତାର ପ୍ଲସ୍ ଥ୍ରୀରେ ଯାହା ସବୁ ତମର ସିଲାବସ ଅଛି ସେ ସବୁକୁ ପକାଏ। ସେଇ ହଁ ସବୁ ସାର୍ ପକାଏ ସେମିତି ତ କରୁଛି ଆଉ ପ୍ଲସ ଟୁ ପ୍ଲସ ଥ୍ରୀ ଲେବୁଲ ର ମିଶେଇକି ପକାଏ ଏସଏସବି ଟା। ଏସଏସବି ଯୋଉ ଏକ୍ସାମ ହଁ ସାର୍ ସିପିଟି କେମିଷ୍ଟ୍ରି ଟା ସିଏ ପ୍ଲସ ଥ୍ରୀ ଆଉ ପ୍ଲସ ଟୁ ଦିଟା ଯାକ ମିଶେଇକି କମ୍ବାଇନ କରି ପକାଏ ଆଉ ପ୍ରାୟ କୋଶ୍ଚିନ୍ ସେ ଭୁଲ କରେ। ଆଉ ତାର ହଁ ସାର୍ ପ୍ରିପାରେସନ ସେମିତି କରୁଛି ଆଉ ତାର ଷ୍ଟ୍ରାଟେଜି ଗୋଟେ ଜିନିଷ କି ଯେମିତି କହିଲି ତମ କ୍ଲାସ ଯୋଉଟା ପଢାଉଥିବ ତମେ ସାଙ୍ଗେ ସାଙ୍ଗେ ସେ ଜିନିଷକୁ କ୍ଲିୟର ହେଇଯିବ, ସାଙ୍ଗେ ସାଙ୍ଗେ ତମେ ଟିକେ କୋଶ୍ଚିନ୍ କରିବ। ଆଉ ଯୋଉମାନେ ସବୁ ଭିଡିଓ ସବୁ ଦେଖୁଛ ଫାଇନାଲ ଷ୍ଟୁଡେଣ୍ଟ ସବୁ ଯୋଉମାନେ ଯୋଉ ଦେଖୁଛ ଆଉ 3 ମାସ ପରେ ତମର ଯୋଉ ସେଣ୍ଟ୍ରାଲ ୟୁନିଭର୍ସିଟି ଏକ୍ସାମ ହବ ତମମାନେ ସବୁ କେମିତି କରିବ କି ଗାଇଡ ଗୁଡା ସବୁ ତାର ମିଳୁଛି ସବୁ ଯୋଉ ୟୁନିକ୍ୟୁ ପବ୍ଲିଶର ଗୋଟେ ବେଟର ଗାଇଡ ଗୋଟେ ବେଷ୍ଟ ଗାଇଡ ଗୋଟେ ମିଳୁଛି ହେଲା। ଗାଇଡ ମିଳୁଛି ୟୁନିକ୍ୟୁ ହଁ ସାର୍ ପବ୍ଲିଶର ଯାହାକି 260 ରେ ମିଳିଯାଉଛି। ସେଟାକୁ ଦେଖି ତାର ପିଆଇକୁ ତମେ ଦେଖୁଥିବ ଟିକେ ତାର ପିଆଇକୁ ପ୍ରାକ୍ଟିସ ହଁ କରୁଥିବ। ସାର୍ କୋଉ ରିଲେଟେଡ କୋଶ୍ଚିନ୍ ଆସୁଛି ଦେଖୁଥିବ। ଆଉ ତାପରେ ମୋର ମାନେ ମୋ ଚ୍ୟାନେଲରେ ବି ବହୁତ କିଛି ଟେଲିଗ୍ରାମ ଚ୍ୟାନେଲରେ ମେଟେରିଆଲ ବି ସବୁ ଅଛି ସେଗୁଡା ବି ସବୁ ଫଲୋ କରୁଥିବ। ସର୍ଟ ନୋଟସ ଗୁଡା ବି ଅଛି ମାନେ ଆଉଟ ଲାଇନ ଗୁଡା ସବୁ ଅଛି। ସେଗୁଡା ସବୁ ତମେ ଫଲୋ କରିକି ତମେ ସିୟୁଟି କିମ୍ବା ସିପିଟି ରେ ବେଟର ସ୍କୋର କରିପାରିବ କୌଣସି ପ୍ରକାର ପ୍ରୋବ୍ଲେମ ନାହିଁ। ହଁ ଆଉ ସାର୍ ହଁ ସାର୍ ଯୋଉଟା ବି ଯାଉଛ ପୁରା କନସେପ୍ଟ ରିଲେଟେଡ ଯାଉ କନସେପ୍ଟ ଯେମିତି ଆଜ୍ଞା ଭଲସେ ଆଜ୍ଞା ବୁଝିବ ତାପରେ କୋଶ୍ଚିନ୍ କୁ ଯିବ। ଆଉ ସମସ୍ତେ ଅଛନ୍ତି ଖାଲି ମାନେ କୋଶ୍ଚିନ୍ ପ୍ରାକ୍ଟିସ କରୁଛନ୍ତି କନସେପ୍ଟ ନ ଜାଣିକି ନାଇଁ ମୁଁ କୋଶ୍ଚିନ୍ ପ୍ରାକ୍ଟିସ କରିଥିଲି ବଟ ମୋର ମାନେ ମତେ ଯୋଉ ରେଜଲ୍ଟ ଟା ସେଟା ମିଳିଲାନି। ତାଙ୍କର ମେନ୍ ପ୍ରୋବ୍ଲେମ ଆକ୍ଚୁଆଲି କଣ ସାର୍ ସେମାନେ ଏକ୍ସାମ ଟାଇମରେ ଯାହା ପଢୁଥାଉଛନ୍ତି ଯେହେତୁ ଆମ ପାଖରେ ଏବେ ଫୁଲ ଟାଇମ ଅଛି ନା ଆମେ ଫାଷ୍ଟ କନସେପ୍ଟ ଜାଣିବା ତାପରେ କନସେପ୍ଟ ରୁ କୋଶ୍ଚିନ୍ କୁ ଯିବା। ଯାହା ପାଖେ କିଛି ଟାଇମ ନଥିବ ଆଜ୍ଞା କମ ଟାଇମ ଥିବ ସେମାନେ କଣ କରିବେ କି ଫାଷ୍ଟ କୋଶ୍ଚିନ୍ ଦେଖିଦେବେ ନା ଏ ରିଲେଟେଡ ସେ କୋଶ୍ଚିନ୍ ରିଲେଟେଡ ରୁ କୋଶ୍ଚିନ୍ ରୁ ଯିବେ କନସେପ୍ଟ କୁ। ବଟ ଆମ ପାଖରେ ସଫିସିଏଣ୍ଟ ଟାଇମ ଅଛି ଯୋଉମାନେ ସବୁ ଫାଷ୍ଟ ଇୟର କିମ୍ବା ସେକେଣ୍ଡ ଇୟର ପ୍ଲସ ଥ୍ରୀ ସବୁ ଭିଡିଓ ଦେଖୁଛ ପ୍ଲସ ଥ୍ରୀ ଫାଷ୍ଟ ଇୟର ଷ୍ଟୁଡେଣ୍ଟ କିମ୍ବା ସେକେଣ୍ଡ ଇୟର ଷ୍ଟୁଡେଣ୍ଟ ତମେ ଫାଷ୍ଟ ତମେ କଣ କରିବ କି ଜିନିଷ ତମ କନସେପ୍ଟ ବୁଝିବ ତା ରିଲେଟେଡ ତମେ କୋଶ୍ଚିନ୍ ପ୍ରାକ୍ଟିସ କରିବ। ଆଉ ଯୋଉ କୋଶ୍ଚିନ୍ ର କୌଣସି ଡାଉଟ ଅଛି ଆଜ୍ଞା ଆଜ୍ଞା ଆମ ଟେଲିଗ୍ରାମ ଚ୍ୟାନେଲ ଅଛି ଜଏନ କରିକି ଡାଉଟ ପଚାରି ପାରିବେ କୌଣସି ପ୍ରୋବ୍ଲେମ ନାହିଁ। ଏଇ ଫେସିଲିଟି ଟା ରଖାଯାଇଛି। ଓକେ ସାର୍ ହଉ ସାର୍ ଠିକ ଅଛି। ଆଉ ତମର ଯୋଉ ସମ୍ବଲପୁର ୟୁନିଭରସିଟି ତମେ ଯୋଉ 3-4 ମାସ ଏବେ ଯୋଉ ଜଏନ କରିଛ ତମର ମାନେ କେମିତି କଣ ସବୁ ତମେ କହିବ ଟିକେ ସେ ଇନ୍ଫ୍ଲୁଏନ୍ସ କୋଉ ଭଳିଆ ତମକୁ ଇନଭାଇରନମେଣ୍ଟ ଟା ଷ୍ଟଡି ଇନଭାଇରନମେଣ୍ଟ କି ନାହିଁ ତମକୁ ସବୁ କେମିତି କଣ ଲାଗୁଛି? ଆକ୍ଚୁଆଲି ସାର୍ ସୋନପୁର ୟୁନିଭର୍ସିଟି ଟିକେ ପୁରା ଜଙ୍ଗଲ ସାର୍ ବହୁତ ଜଙ୍ଗଲ ଅଛି ଏଠି।
ହେଲେ ପଲ୍ୟୁସନ ଜଙ୍ଗଲ ଅଛି। ନଥିବ ସେ ଜାଗାରେ। ହଁ, ଆଉ ଏଠି ହଷ୍ଟେଲ ଫେସିଲିଟି ବହୁତ ଅଛି ସାର୍। ଏଠି ହଷ୍ଟେଲ ସମସ୍ତଙ୍କୁ ମିଳୁଛନ୍ତି। ହଷ୍ଟେଲ ତମର କେତେଟା ଅଛି ବଏଜ ହଷ୍ଟେଲ? ହଷ୍ଟେଲ ଏଠି ସାର୍ ବଏଜ ହଷ୍ଟେଲ 10ଟା ହେଇଯିବ ସାର୍। 10ଟା ବଏଜ ହଷ୍ଟେଲ ତମର ରହୁଛି ନା? ଆଜ୍ଞା ଆଜ୍ଞା, ପି ଏଚ ଡି ସ୍କଲାରକୁ ବି ଏଠି ହଷ୍ଟେଲ ମିଳୁଛି। ହେଲେ ଯିଏ ସବୁ ଦୂରରୁ ସବୁ ଆସୁଥିବେ ତାର ପିଜି କରିବେ ତାହେଲେ ତାଙ୍କର କୌଣସି ପ୍ରକାର ପ୍ରୋବ୍ଲେମ ହବନି ହଷ୍ଟେଲରେ। ନାଇଁ ନାଇଁ ସାର୍, ହଷ୍ଟେଲ ଫେସିଲିଟି ବହୁତ ଅଛି ସାର୍ ଏଠି। ସମସ୍ତଙ୍କୁ ହୋଟେଲ ମିଳୁଛି, ଆଉ କ୍ୟାଣ୍ଟିନ ସବୁ ହୋଟେଲ ଅଛି କ୍ୟାଣ୍ଟିନ। ହଁ, ହେଲେ ହଷ୍ଟେଲ ଟାଇପର କୌଣସି ପ୍ରକାର ଅସୁବିଧା ହଉନି ତାହେଲେ। ହଁ, ପିଜି ପଢିବାକୁ ହେଲେ ଏଠି ସମ୍ବଲପୁର ୟୁନିଭରସିଟିରେ ଦୂରରୁ ଯେଉଁ ଷ୍ଟୁଡେଣ୍ଟ ମାନେ ବି ଆସୁଛନ୍ତି ତାଙ୍କୁ କୌଣସି ପ୍ରୋବ୍ଲେମ ବାହାରେ ରହିବାକୁ ହେବନି। ହୁଁ ହୁଁ। ଆଉ ସବୁ ଫେସିଲିଟି ବି ଏଠି କ୍ୟାମ୍ପସ ଭିତରେ ହିଁ ଅଛି, ବାହାରକୁ କୌଣସି ଯିବାକୁ ବି ପଡୁନି। ହୁଁ ହୁଁ। ସବୁ ଫେସିଲିଟି ଅଛି, ମେଡିକାଲ ଅଛି, ଏଠି ସେଲୁନ ଅଛି, ଏଠି ସବୁ ହସ୍ପିଟାଲ ଅଛି, ଆଉ କଣ ଏଟିଏମ ବ୍ୟାଙ୍କ ବି ଅଛି। ଆଉ ତମେ ସେଠି ସବୁ ପଢିଲା ପରେ ତମେ କିଛି ପ୍ରୋବ୍ଲେମ ଫେସ କରୁଛ କି ତମେ ସେଠି କିଛି? ସାର୍ ଯେହେତୁ ପ୍ରୋବ୍ଲେମ ସେମିତି କିଛି ନାହିଁ ସାର୍, ଯେହେତୁ ଜଣେ ଡିଗ୍ରୀ କଲେଜରେ ଆସୁଥିବେ ତ ୟୁନିଭର୍ସିଟିକୁ ଆସିଲେ ଟିକେ ସର୍ଭାଇଭ କରିବା ଟିକେ ଡିଫିକଲ୍ଟ ଲାଗିବ ସାର୍, ସେମିତି କିଛି ଲାଗୁଛି। ହଁ। ଏବେ ଟିକେ ଟିକେ 5-6 ମାସ ହେଇଗଲାଣି ଟିକେ ଷ୍ଟେବୁଲ ହେଇ ଆସୁଛି ସାର୍ ଏବେ। ନାଇଁ ମୁଁ ଆଉ ତମକୁ ଗୋଟେ କୋଶ୍ଚିନ୍ କହୁଛି, ତମେ ଟିକେ ପିଲାଙ୍କୁ ଟିକେ ଗାଇଡ କରିବ ଆଜ୍ଞା ଯେମିତି ଆଜ୍ଞା ଆଜ୍ଞା ଅଲ ଓଭର ଓଡିଶାର ବହୁତ କିଛି ସେମିତି କିଛି ଡିଗ୍ରୀ କଲେଜ ଅଛି ଯେମିତି ପିଲାମାନେ ସିୟୁଇଟି କଣ ଜାଣିନଥାନ୍ତି, ଯେମିତି ଜାମ୍ ବିଷୟରେ ଆଜ୍ଞା ଆଇଆଇଟି ଜାମ୍ ଏ ବିଷୟରେ କିଛି ଜାଣିନଥାନ୍ତି, ସେମିତି ସେମାନଙ୍କ ମାନେ ନିଶ୍ଚିତ ସାର୍। କେମିତି ତାଙ୍କ ପାଖେ ଇନଫରମେସନ ଭିଡିଓ ପହଞ୍ଚିବ, ତାଙ୍କ କେମିତି କଣ ସବୁ ଜାଣିବେ ତା ଉପରେ ତମେ ଟିକେ କୁହ, ତମେ କାହା ଥ୍ରୋରୁ ଜାଣିଥିଲ, ତମେ କେମିତି ଜାଣିଥିଲ ସେ ରିଲେଟେଡ ଟିକେ? ଆକ୍ଚୁଆଲି ସାର୍ ଆଜିକା ଡେଟରେ ୟୁଟ୍ୟୁବ ଅଛି କିନ୍ତୁ ୟୁଟ୍ୟୁବ କୁ ସମସ୍ତେ ୟୁଟିଲାଇଜ କରି ଜାଣିବା କଥା ସାର୍। ସମସ୍ତେ କଣ ଏ ଅଯଥା ଭିଡିଓ ଗୁଡାକ ଦେଖୁଛନ୍ତି କିନ୍ତୁ ଗୋଟେ ନ୍ୟାସନାଲ ଲେଭେଲ ଏକ୍ଜାମ ହଉଛି ଆଇଆଇଟି ଜାମ୍, ତାଙ୍କୁ ପ୍ରାୟ ଛୁଆ ଜାଣି ପାରୁନାହାନ୍ତି ସାର୍। ତ ମେନ ରିଜନ ହଉଛି ସମସ୍ତେ ଟିକେ ଆକ୍ଟିଭ ରହିବା ଉଚିତ, ଟେଲିଗ୍ରାମ ଯୋଉ ବି ଏଜୁକେସନାଲ ଇନଫରମେସନ ଗ୍ରୁପ ଗୁଡାକ ଅଛି ସେଠି ଟିକେ ଯୋଡି ରହିବା ଉଚିତ। ମୁଁ ସେଇଥିରୁ ଜାଣିଲି ସାର୍ କୋଉ ସମୟରେ ଏକ୍ଜାମ ହଉଛି, କେତେବେଳେ ତାର ନୋଟିଫିକେସନ ରିଲିଜ ହଉଛି। ଏବେ ସିୟୁଟି ପିଜି ପାଇଁ ସାର୍ ଆପ୍ଲିକେସନ ଟା 22 ଯାଏ ଅଛି, ଏବେ ଜାନୁଆରୀ 22। ଆଉ ଆଇଆଇଟି ଜାମ୍ ତ ଏକ୍ଜାମ ଫେବୃଆରୀ 2 କି 3 ତାରିଖ ଯାଏ ହେବ, ଏବେ ଏକ୍ଜାମ ତ ହେଇଯିବ। ତାର ତ ତାକୁ ଆପ୍ଲିକେସନ ସେପ୍ଟେମ୍ବରରେ ଡେଡଲାଇନ ଟା ସରିଗଲାଣି। ଆଜ୍ଞା ଆଜ୍ଞା ହଁ, ଆଉ ଦେଖନ୍ତୁ ସାର୍ ଆଇଆଇଟି ଜାମ୍ ସେତିକି କମ୍ପିଟିସନ ବି ନାହିଁ। ବେଶୀ ନାହିଁ 15,000 ଆଟଲିଷ୍ଟ ପକାନ୍ତି। ହୁଁ 15,000-16,000 ଯାଏ ଷ୍ଟୁଡେଣ୍ଟ ସେଠି ପକାନ୍ତି, ବେଶୀ ନାହିଁ। ଆଉ ଆଇଆଇଟି ଜାମ୍ ରେ କମ ମାର୍କରେ ବି ପିଲାମାନେ ସେଲେକ୍ଟ ହେଇଯାନ୍ତି। ଯେହେତୁ ସେତିକି କମ୍ପିଟିସନ ସେତିକି ନାହିଁ। କିନ୍ତୁ ସିୟୁଟିରେ ଟିକେ କମ୍ପିଟିସନ ଅଛି। ତ ସେଇଟା ଟିକେ ପ୍ରିଫର କରିବା ଉଚିତ ଷ୍ଟୁଡେଣ୍ଟ ମାନେ ଟିକେ। ଯେମିତି ହେଲେ ବି ଷ୍ଟେଟ ଲେଭେଲ ଷ୍ଟେଟ ୟୁନିଭର୍ସିଟି ଅପେକ୍ଷା ସିୟୁଟି ଆଇଆଇଟି ଏନ୍ଆଇଟି ଟିକେ ଭଲ ଅଛି ସାର୍। ସେଠି ପିଲାମାନଙ୍କ ମାନେ ସବୁ ସ୍କିଲ୍ ଡେଭଲପ ହେଇପାରିବ ଟିକେ। ପର୍ସନାଲିଟି ବି ଟିକେ ଡେଭଲପ ହେଇପାରିବ। ଆଉ ତମକୁ ସେଇଭଳିଆ ବ୍ୟାକଗ୍ରାଉଣ୍ଡ ମିଳିବ, ଆଇଆଇଟି ଏନ୍ଆଇଟି ଗଲେ ତମକୁ ସେଇଭଳିଆ ଷ୍ଟଡି ଆଉ ଲ୍ୟାବ ସବୁରେ ତମକୁ ସେଇଭଳିଆ ଏନଭାରମେଣ୍ଟ ମିଳିବ। ଆଉ ସେମାନେ ଯଦି ହୁଁ ପୁରା ହୁଁ ହାଇଲି କ୍ୱାଲିଫାଏଡ ଥିବେ, ଆଉ ସେମାନେ ସେଥିପାଇଁ ତ ନିଶ୍ଚିତ ଏନ୍ଆଇଟି ସାର୍ ଆଇଆଇଟି ପ୍ରଫେସର ଥିବେ। ସେଇ ଜାଗାରେ ପଢିଲେ ତମେ ବହୁତ କିଛି ଜାଣିବାକୁ ପଡିବ, ଷ୍ଟଡି ସହିତ ତମେ ବହୁତ ସାର୍ କିଛି ରିସର୍ଚ୍ଚ ଓରିଏଣ୍ଟେଡ ତମେ ସବୁ ବହୁତ କିଛି ନଲେଜ ଆସିବ। ତମେ ହଁ ସାର୍, ଗୋଟେ ଷ୍ଟୁଡେଣ୍ଟ ପାଇଁ ତାର ଏନଭାରମେଣ୍ଟ ସାର୍ ବହୁତ ମାନେ କ୍ୟାରି କରୁଛି ସାର୍। ସେ ଯୋଉ ଭଳିଆ ଏନଭାରମେଣ୍ଟରେ ପଢିବ ସେମିତି ସେ ବନିଯିବ ସାର୍। ହଁ। ଆମେ ଯେହେତୁ ଏବେ ଟିକେ ସମ୍ବଲପୁର ୟୁନିଭରସିଟି ଓଡିଶାରେ ଟିକେ ପାଠ ପଢା ଦେଖିବାକୁ ଗଲେ ବହୁତ ଭଲ ଅଛି, ଏଠି ଏନଭାରମେଣ୍ଟ ବହୁତ ଷ୍ଟ୍ରିକ୍ଟଲି ସାର୍, ମାନେ ଏଠି ପିଲାମାନେ ବି ସମସ୍ତେ ପାଠ ପଢାକୁ ଫୋକସ କରୁଛନ୍ତି। କୌଣସି ଜିନିଷକୁ ଏଠି ନାହିଁ। ଆଉ ମୁଁ ଏଠି ବି ଆଶା ବୁଲାବୁଲି ବି ସେମିତି କରୁଛି କରନ୍ତିନି ବେଶୀ ପ୍ରାୟ। ଆଉ ମୁଁ ବି ଆଶା କରୁଛି ତମେ ବି ସେ ପାଠ ସହିତ ଟଚ୍ ରେ ଥିବ ଏବଂ ଲେକ୍ଚର ମାନଙ୍କୁ କୋଶ୍ଚିନ୍ ଆଜ୍ଞା ପଚାରୁଥିବ ଏବଂ ତମେ ବି ସେଇ ଏଇ 2 ବର୍ଷ ଭିତରେ ନେଟ୍ ଗେଟ୍ ପାଇଁ ତମେ ଜୋରସୋରରେ ଲାଗି ପଡିବ। ଆଉ ଯଦି କୌଣସି ପ୍ରକାର ହେଲା କଣ୍ଟାକ୍ଟ ନମ୍ବର ତ ଅଛି, ତମେ ମତେ ମେସେଜ କରିପାରିବ କିଛି ପ୍ରୋବ୍ଲେମ ନାହିଁ। ହଁ ସାର୍ ନିଶ୍ଚିତ, ସିଓର ସାର୍ ସିଓର। ଆଉ ତାହେଲେ ତମକୁ କେମେଷ୍ଟ୍ରି ଏମଏସସି ସମ୍ବଲପୁର ୟୁନିଭର୍ସିଟି କରିକି କୌଣସି ପ୍ରକାର ପ୍ରୋବ୍ଲେମ ତମେ ଫେସ କରିପାରୁନ, ଏଇ ସବୁ ତମର ଫେସିଲିଟି ନା ଅଛି ସାର୍ ବୋଲି ସାର୍ ତମେ ଆମର ଭିଉୟର୍ସ ମାନଙ୍କୁ କହିଲ। ହଁ ସାର୍, ଏଠି ଯୋଉମାନେ ପ୍ରାକ୍ଟିକାଲ ବେଶ ପାଠ ପଢିବା ପାଇଁ ଆସୁଛନ୍ତି, ମାନେ ପାଠ ପଢା ସହିତ କୌଣସି ଜିନିଷ ଏଠି କଲଚରାଲ ବି ହଉନି ନା କୌଣସି ଜିନିଷକୁ ଏଠି ପ୍ରମୋଟ କରାଯାଏନି ସାର୍। ଓନ୍ଲି ଷ୍ଟଡି। ଯୋଉମାନେ ଖାଲି ପାଠ ପଢିବା ପାଇଁ ନେଟ୍ କିମ୍ବା ଗେଟ୍ ଜେଆରଏଫ କ୍ୱାଲିଫାଇ କରିବା ପାଇଁ ଆସୁଛନ୍ତି, ସେମାନେ ସମ୍ବଲପୁର ୟୁନିଭର୍ସିଟିକୁ ଚୁଜ୍ କରିବା କଥା।
ଆଉ ଯୋଉମାନେ କଲଚରାଲ ଆକ୍ଟିଭିଟି ଗୁଡାକ କରିବା ପାଇଁ ଚାହୁଁଛନ୍ତି ପଲିଟିକ୍ସ ଏଗୁଡାକ ସେମାନେ ରେଭେନ୍ସା କିମ୍ବା ଉତ୍କଳ ଗଲେ ଭଲ ରେଭେନ୍ସା ସେମିତି ଉତ୍କଳ କିଛି ନାହିଁ। ଏଗୁଡା ପାଇଁ ରେଭେନ୍ସା ଉତ୍କଳ ଏଗୁଡା ପାଇଁ ଠିକ ଅଛି। ହୁଁ ଏଠି ଏପଟ କୌଣସି ଜିନିଷ ହଉନି। ଆର ଏଠି କୋଶ୍ଚିନ୍ ବି ମାନେ ଥିଓରିଟିକାଲ ସେତିକି ପଡେନି ସବୁ ରିସର୍ଚ୍ଚ ଓରିଏଣ୍ଟେଡ କୋଶ୍ଚିନ୍ ଗୁଡାକ ପଡୁଛି ସବୁ ଆପ୍ଲିକେସନ ପାର୍ଟ ଟା କୋଶ୍ଚିନ୍ ସବୁ ପଡୁଛି। ଆପ୍ଲିକେସନ ଆଜ୍ଞା ବେଷ୍ଟ ଆଜ୍ଞା ଆଉଥିବ। ହୁଁ ଆଉ ତମକୁ ଯେମ- କ୍ଲାସରେ ଲେକ୍ଚର ଗୁଡା କିଛି ରେଫରେନ୍ସ ବୁକ୍ ପାଇଁ କହୁଛନ୍ତି କି ଏଇ ରେଫରେନ୍ସ ବୁକ୍ ଫଲୋ କରିବ ଏଇ ବୁକ୍ ଫଲୋ କରିବ ସେମିତି କଣ କିଛି କହୁଛନ୍ତି? ହଁ ସାର୍ କହନ୍ତି ସବୁ ପ୍ରତ୍ୟେକ ୟୁନିଟ ର ଗୋଟେ ରେଫରେନ୍ସ ବୁକ୍ ସବୁ ସାର୍ ମାନେ କହନ୍ତି ପଢିବା ପାଇଁ। ଏଠି ଲାଇବ୍ରେରୀ ବି ଭଲ ଫେସିଲିଟି ସେଣ୍ଟ୍ରାଲ ଲାଇବ୍ରେରୀ ଅଛି। ଲାଇବ୍ରେରୀରେ ସେଣ୍ଟ୍ରାଲ ସବୁ କ୍ୟାଣ୍ଟିନ ବି ଏଠି ଅଛି। ଲାଇବ୍ରେରୀ ସମସ୍ତ ପ୍ରକାର ବୁକ୍ ସବୁ ଆଭେଲେବୁଲ ଅଛି। ହଁ ସାର୍ ସବୁ ବୁକ୍ ପୁରା ଆଭେଲେବୁଲ ଅଛି। ଡିପାର୍ଟମେଣ୍ଟ ୱାଇଜ ବି ଲାଇବ୍ରେରୀ ଅଛି ଆଉ ୟୁନିଭର୍ସିଟିର ବି ଜଣେ ଗୋଟେ ଲାଇବ୍ରେରୀ ଅଛି। ଓକେ ଓକେ ତାହେଲେ ଆଜ୍ଞା ତାହେଲେ ଆମକୁ ବହୁତ ବହୁତ ଧନ୍ୟବାଦ ତମେ ଆମର ଏକ୍ସପିରିଏନ୍ସ ଆମକୁ ସେୟାର କରିଥିବା ଯୋଗୁ। ଆଉ ମତେ ବହୁତ ଖୁସି ଲାଗିଲା କି ତମେ ଆମକୁ ଆଜ୍ଞା ସାର୍ ୟୁଟ୍ୟୁବ କଣ୍ଟାକ୍ଟ ହଁ କରିକି ସାର୍ ଆମକୁ ପଡକାଷ୍ଟ ପାଇଁ ହଁ ସାର୍ ପରମିସନ ଦେଇଥିବାରୁ ଆଉ ମୁଁ ବି ଆଜ୍ଞା ଆଶା ଆଜ୍ଞା କରୁଛି କି ଏଇ ଭିଡିଓ ଟା ସମସ୍ତଙ୍କୁ ଅଲ ଓଭର ଓଡିଶାରେ ଯେତିକି ଜଣ ଆଜ୍ଞା ଦେଖୁଛନ୍ତି ଆଜ୍ଞା ସମସ୍ତଙ୍କ ପାଇଁ ହେଲ୍ପଫୁଲ ହବ। ଆଉ ଏଇ ଭିଡିଓ ଟା ବହୁ ମାତ୍ରାରେ ସେୟାର କରିବ ଯାହା ଫଳରେ ସମସ୍ତେ ଏଇ ଇନଫରମେସନ ଟା ହଁ ସାର୍ ଜାଣିପାରିବେ ସମ୍ବଲପୁର ୟୁନିଭରସିଟି ଆଜ୍ଞା ଅଫ ଆଜ୍ଞା ହଁ 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 ଯୋଉମାନେ ବି ଆସ୍ପାରାଣ୍ଟ ମାନେ ଅଛନ୍ତି ପିଜି ଆସ୍ପାରାଣ୍ଟ ଆଇଆଇଟି ଜାମ୍ କିମ୍ବା ସିୟୁଟି ସିପେଟ ଏଇ ଭିଡିଓ ଦେଖିଲେ ବହୁତ ହେଲ୍ପଫୁଲ ହବ ସାର୍। ଆଉ ଫେବୃଆରୀ 15 ପରେ ରେଗୁଲାରଲି ଆମର ଚ୍ୟାନେଲରେ ଭିଡିଓ ଅପଲୋଡ ହବ ଏଇଟା ମୁଁ କହୁଛି। ଆଜ୍ଞା ଆଜ୍ଞା ହଁ ସାର୍ ହଁ ସାର୍ ଆଉ ସେତେବେଳେ ବି ଆମକୁ କୋଅପରେଟ ଟିକେ କରିବ ଆଉ। ହଁ ସାର୍ ଠିକ ଅଛି ନିଶ୍ଚିତ ସାର୍ ସିଓର ତାହେଲେ ରଖିବା ସାର୍। ହଉ ତାହେଲେ ଏବେ ଆମ ଭିଡିଓ ଟା ଅଫ୍ କରିବା ଆଉ। ହଉ ସାର୍ ଥ୍ୟାଙ୍କ ୟୁ ସାର୍। ଓକେ ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ। ଜୟ ଜୟ